आनन्दलीलामय विग्रहाय हेमाभिदिव्या छविसुन्दराय तस्मै महाप्रभरसप्रदाय चैतन्यचन्द्राय नमो नमस्ते। ତାହେଲେ ଆମେ ଶୁଣିଲୁ କେମିତି ସ୍ୱୟଂ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଚୈତନ୍ୟ ମହାପ୍ରଭୁ ଅଦ୍ୱୈତ ଆଚାର୍ଯ୍ୟ ତାଙ୍କର ଚରଣ ଧରି ଚରଣ ଧୂଳି ମୁଣ୍ଡରେ ବୋଳିଛନ୍ତି, ତାଙ୍କର ଚରଣକୁ ହୃଦୟରେ ଧାରଣ କରିଛନ୍ତି। ଏ କଥା ଆମେ ଶୁଣିଲୁ କେମିତି ଭଗବାନ ଆମକୁ ଶିକ୍ଷା ଦଉଛନ୍ତି ବୈଷ୍ଣବଙ୍କର ଚରଣ ଧୂଳି ମୁଣ୍ଡରେ ବୋଳି ବୈଷ୍ଣବଙ୍କର ପାଦ ଧୂଳି, ତାଙ୍କର ପାଦ ଧୁଆ ଜଳ, ତାଙ୍କର ଉଚ୍ଚିଷ୍ଟ, ଏ ଭକ୍ତି ମାର୍ଗରେ ତିନିଟା ମହାବଳ। ଭକ୍ତିରେ ଯଦି ପ୍ରଗତି କରିବାକୁ ଚାହୁଁଛନ୍ତି ତାହେଲେ ବୈଷ୍ଣବ ମାନଙ୍କ ଧୂଳି ନେଇ ମୁଣ୍ଡରେ ବୋଳିବେ, ସାଧୁଗୁରୁ ବୈଷ୍ଣବଙ୍କର ଚରଣ ଧୂଳି ଧୁଆ ଜଳ ପାନ କରିବେ, ତାଙ୍କର ଉଚ୍ଚିଷ୍ଟ ଆନନ୍ଦର ସହିତ ଭକ୍ଷଣ କଲେ, ଖାଇଲେ ନିଶ୍ଚିତ ଭଗବାନଙ୍କ ପ୍ରତି ଭାବ ପ୍ରେମ ପ୍ରକଟ ହବ। ଯେଉଁ ସିକ୍ରେଟ ଭକ୍ତି ମାର୍ଗ ସିକ୍ରେଟ ଗୁପ୍ତ। ତେଣୁ ଅଦ୍ୱୈତ ଆଚାର୍ଯ୍ୟଙ୍କର ଚରଣ ବା ତାଙ୍କର କୃପା, ତାଙ୍କର ଆଶୀର୍ବାଦ ପାଇସାରିଲା ପରେ ଆଜି ଅଦ୍ୱୈତ ଆଚାର୍ଯ୍ୟଙ୍କର ଗୁଣଗାନ କରୁଛନ୍ତି ସ୍ୱୟଂ ଚୈତନ୍ୟ ମହାପ୍ରଭୁ। ତାଙ୍କ ମନର ଯୋଉ ଦୁଃଖ ହେଇଛି, ତାଙ୍କ ମନର ଯୋଉ କଷ୍ଟ ହେଇଛି, ଚରଣ ଧୂଳି ନେଇଛନ୍ତି, ଚରଣ ପାଦୁକା ନେଇଛନ୍ତି, ବକ୍ଷରେ ଧାରଣ କରିଛନ୍ତି ଚରଣକୁ। ସେଠି ଅଦ୍ୱୈତ ଆଚାର୍ଯ୍ୟଙ୍କର ମନରେ ବହୁତ ଦୁଃଖ, କାହିଁକି ନା ଅଦ୍ୱୈତ ଆଚାର୍ଯ୍ୟ ସଦାବେଳେ ମହାପ୍ରଭୁଙ୍କୁ ସେ ଜାଣିଛନ୍ତି ମୁଁ ନାରାୟଣ ହେଲେ ସେ ହେଉଛନ୍ତି ଆଦି ନାରାୟଣ, ସେ ହେଉଛନ୍ତି ମୂଳ। ସଦାବେଳେ ତାଙ୍କ ପ୍ରତି ଆଦର ସ୍ନେହ ଭକ୍ତିଭାବ ରହିଥାଏ। କିନ୍ତୁ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ଜାଣିଛନ୍ତି କି ମୋ ପ୍ରଥମରୁ ଆସିଛନ୍ତି ଅଦ୍ୱୈତ ଆଚାର୍ଯ୍ୟ, ମତେ ଆଜି ଆହ୍ୱାନ କରିଥିବାରୁ ମୁଁ ଆଜି ଆସିଛି, ସେଥିପାଇଁ ମୋର ସେ ଗୁରୁ ତୁଲ୍ୟ। ଇଏ ତାଙ୍କୁ ଗୁରୁ ଭାବରେ ଦେଖନ୍ତି, ତାଙ୍କୁ ଭଗବାନ ଭାବରେ ଦେଖନ୍ତି। ଏ ଲୀଳା ଖେଳ ଆମେ ଶୁଣିଲୁ। ତାପରେ କଣ ହେଇଛି ନା ତାଙ୍କର ମନକୁ ସାନ୍ତ୍ୱନା ଦେବା ପାଇଁ ଆଜି ଚୈତନ୍ୟ ମହାପ୍ରଭୁ କହୁଛନ୍ତି ତୁମି আমায় যথা বেচ তথাই বিকাই, ଏହି ସତ୍ୟ କହିଲାମ ତୁମାର ସେଠାଇ। ହେ ଅଦ୍ୱୈତ ଆଚାର୍ଯ୍ୟ, ମୁଁ ତମକୁ କହୁଛି ତୁମେ ହଉଛି ମୋର, ମୁଁ ହଉଛି ତମର, ମୁଁ ହଉଛି ତମର, ତୁମେ ହଉଛି ମୋର। ତେଣୁ ମୁଁ ଯେ ତମର ସମ୍ପତ୍ତି, ଧନ ସମ୍ପତ୍ତି ତମେ ବିକିପାର କୋଉଠି ହେଲେ, ତମ ଇଚ୍ଛା ତମେ ଯାହା କରିପାର। ତୁମି ଆମା ଯଥା ବେଚ ତଥାଇ ବିକାଇ, ତୁମେ ଜାଣିଲେ ଯୋଡ଼ିଲେ ବିକିପାରିବ ମତେ, ତମର ଜିନିଷଟା ମୁଁ, ଆଉ ତମର ସମ୍ପତ୍ତିଟା। ଇଏ ହଉଛନ୍ତି ପ୍ରକୃତରେ ଶରଣାଗତ ଭାବଟା, ଗୁରୁଙ୍କ ପ୍ରତି ଶରଣାଗତି। ଯେତେବେଳେ ଆମେ ଗୁରୁ ଗ୍ରହଣ କରୁ ସେତେବେଳେ ଏ ଶରୀରଟାକୁ କଣ ଭାବୁ, ଏ ଶରୀରଟା ହଉଛନ୍ତି ଗୁରୁଙ୍କର ସମ୍ପତ୍ତି, ଆମର ଅଧିକାର ନାହିଁ। ତେଣୁ ସେ ଯାହା ଇଚ୍ଛା ସେୟା କରିପାରିବେ, ତାଙ୍କର ସମ୍ପତ୍ତି ସେ ବିକି ପାରନ୍ତି, ରଖିପାରନ୍ତି, କଣ କରିପାରନ୍ତି। ଅଦ୍ୱୈତ ଆଚାର୍ଯ୍ୟ କହୁଛନ୍ତି ଆପଣଙ୍କର ଏ ସମ୍ପତ୍ତି ମୋର ସମ୍ପତ୍ତି, ଆପଣ ବିକି ପାରନ୍ତି, ରଖିପାରନ୍ତି। ଏ ସତ୍ୟ କଥା କହିଲି ତୁମ ଆଗରେ। ଅଦ୍ୱୈତର ପ୍ରତି ଦେଖି କୃପାର ବୈଭବ, ଅପୂର୍ବ ଚିନ୍ତଏ ମନେ ସକଳେ ବୈଷ୍ଣବ। ସେଠାରେ ଉପସ୍ଥିତ ଥିବା ସମସ୍ତ ବୈଷ୍ଣବ ମାନେ ଏକଥା ଶୁଣି ଆନନ୍ଦରେ ଖୁସିରେ
ସମସ୍ତେ ଝୁଲିବାକୁ ଲାଗିଲେ, ହଲିବାକୁ ଲାଗିଲେ। ଝୁଲି ଝୁଲି ହଲି ହଲି ହଲିବାକୁ ଝୁଲି ଆନନ୍ଦରେ ଖୁସିରେ ଝୁଲିବାକୁ ଲାଗିଲେ। ସତ୍ୟ ସେବିଲେ ନା ପ୍ରଭୁ ହେ ମହାପୁରୁଷେ, କୋଟି ମୁଖ୍ୟ ତୁଲ୍ୟ ନହେ ଏ କୃପାର ସେ। ତେଣୁ କହୁଛନ୍ତି ଚୈତନ୍ୟ ମହାପ୍ରଭୁ କହୁଛନ୍ତି କୋଟି ମୁଖ୍ୟ, କୋଟି କୋଟି ଜନ୍ମର ମୁଖ୍ୟ ଅଦ୍ୱୈତାଚାର୍ଯ୍ୟଙ୍କ କୃପା ବି ସମାନ ହେବ ନାହିଁ। ଏ ମହାପୁରୁଷ, ପୁରୁଷ ଅବତାର ନା, ଏ ମହାପୁରୁଷ ଯୋଉ କୃପା ଯୋଉ କରୁଣା କୋଟି କୋଟି ମୁଖ୍ୟ ସହିତ ବି ତୁଳନା କରାଯାଇପାରିବ ନାହିଁ। କଦାଚିତ ଏ ପ୍ରସାଦ ଶଙ୍କର ସେ ପାୟ, ଯାହା କରେ ଐଦ୍ୟୈତ୍ୟର ଶ୍ରୀ ଗୌରାଙ୍ଗରାୟ। କେବେ କେବେ ଶଙ୍କର ଭଗବାନ ଶିବଙ୍କୁ ଇଏ ମିଳେ, କେବେ କେବେ କଦାଚିତ ପ୍ରସାଦ ଶଙ୍କର ସେ ପାଏ, କେବେ କେବେ ଶିବଙ୍କୁ ମଧ୍ୟ ପାଇଯାଆନ୍ତି କେବେ କେବେ। ଯାହା କରେ ଐଦ୍ୟୈତରେ ଶ୍ରୀ ଗୌରାଙ୍ଗରାୟ, ଅଦ୍ୱୈତ ଆଚାର୍ଯ୍ୟଙ୍କ ପ୍ରତି ଗୌରାଙ୍ଗ ମହାପ୍ରଭୁ ଯୋଉ ଭାବଟା ସେଇ ଭାବ କୃପା କେତେବେଳେ କେତେବେଳେ ପାଇଯାଆନ୍ତି। ଚୈତନ୍ୟ ମହାପ୍ରଭୁ ସେଇଭଳିଆ କୃପା ପ୍ରାପ୍ତ ହେଇଥିବାରୁ ତାଙ୍କର ଗୁଣଗାନ କରୁଛନ୍ତି। ଗୁରୁଙ୍କ ଠାରୁ ଆଜି କୃପା ମିଳିଯାଇଛି, ଅଦ୍ୱୈତ ଆଚାର୍ଯ୍ୟ ଗୁରୁ ବୋଲି ଭାବନ୍ତି ନା, ତେଣୁ ଗୁରୁଙ୍କ ଠାରୁ ଆଜି ଗୁରୁଙ୍କ ଚରଣ ଧୋଇକି ଆଜି ମୁଁ ପିଇଛି, ମୁଣ୍ଡରେ ଘଷି ହେଇଛି, ମରିବା ପର୍ଯ୍ୟନ୍ତ ଧୂଳି ଛାଡ଼ିବନି ମୁଣ୍ଡରୁ, ଚରଣ ଜାବୁଡ଼ିକି ଧରିଛି, ଆଉ କଣ ଦରକାର? ଆଉ ଦୁନିଆରେ କଣ ଦରକାର? ଆମର ଏ ଭାଗ୍ୟବନ୍ତ ହେନ ଭକ୍ତ ସଙ୍ଗ, ଆମର କି ଭାଗ୍ୟ ଆଜି ଏଇଟା ଭକ୍ତଙ୍କର ସଙ୍ଗ ପାଇଲୁ, ତାଙ୍କ କୃପା ପାଇଲୁ, ଆଶୀର୍ବାଦ ପାଇଲୁ। ଏ ଭକ୍ତେର ପଦ ଧୂଳି ଲଇ ସର୍ବାଙ୍ଗ, ଏଇଭଳିଆ ଭକ୍ତଙ୍କର ଚରଣ ଧୂଳି ଆଜି ମୁଁ ସର୍ବାଙ୍ଗରେ ଲେପନ କରିଛି, ମୋର ପରମ ସୌଭାଗ୍ୟ। ହେନ ଭକ୍ତ ଐଦ୍ୟୈତ୍ୟର বলিতে হরসে, পাপী সব দুঃখ পায়ে নিজ কর্ম দোষে। ଏଇଭଳିଆ ସାଧୁ ବୈଷ୍ଣବଙ୍କର ଚରଣ ଧୂଳି ନେଲେ ଆମର କର୍ମ ସବୁ ମଧ୍ୟ ନଷ୍ଟ ହେଇଯାଏ, ନହେଲେ ଏଇ କର୍ମଫଳ ଆମକୁ ଭୋଗିବାକୁ ପଡେ। ଅର୍ଥାତ୍ ଦୁଃଖ ପରେ ସୁଖ, ସୁଖ ପରେ ଦୁଃଖ ଲାଗିଛି ସଦାଏ ସଂସାରେ। ପୂର୍ବଜନ ଆମର ପାପ କର୍ମ ପୁଣ୍ୟ କର୍ମର ଫଳ ଯୋଗୁଁ ଆମେ ଆଜି କଷ୍ଟ ପାଉଛୁ, କେତେବେଳେ ସୁଖ ପାଉଛୁ, କେତେବେଳେ କଷ୍ଟ ପାଉଛୁ, କେତେବେଳେ ସୁଖ ପାଉଛୁ, ଏ ସଦାଏ ଚାଲିଛି ସଂସାରେ। ଏ ସାଧୁଗୁରୁ ବୈଷ୍ଣବଙ୍କର ଚରଣ ଧୂଳି ଆମର ପୂର୍ବ ପାପ ଗୁଡାକ ମଧ୍ୟ କର୍ମ ଗୁଡାକ ନଷ୍ଟ ହେଇଯାଏ। କାହିଁକି ନା ଭଗବାନଙ୍କର ଚରଣ ଧୂଳି ନେବା, ଭଗବାନଙ୍କର ଚରଣ ଧୂଳି କଥା କୁହାହେଇନି, ଭକ୍ତଙ୍କର ଚରଣ ଧୂଳି କୁହାହେଇଛି। ଭଗବାନଙ୍କ କୃପା ଠାରୁ ବୈଷ୍ଣବଙ୍କର କୃପା, ସାଧୁଗୁରୁ ବୈଷ୍ଣବ କୃପା ଅଧିକ ବୋଲି ଭଗବାନ ଚୈତନ୍ୟ ମହାପ୍ରଭୁ ଏଠି ଆଜି ଆମକୁ ଶିକ୍ଷା ପ୍ରଦାନ କରୁଛନ୍ତି। ସେ କାଳେ ସେ ହଇଲ କଥା ସେଇ ସତ୍ୟ ହୟ, ନା ମାନେ ବୈଷ୍ଣବ ବାକ୍ୟ ସେଇ ପାପ କ୍ଷୟ। ଯୋଉମାନେ ସାଧୁ ଗୁରୁ ବୈଷ୍ଣବଙ୍କର କଥା ନ ମାନି ନିଜ ଇଚ୍ଛା ଅନୁସାରେ କର୍ମ କରନ୍ତି, ନିଜ ଇଚ୍ଛାରେ ଭକ୍ତିମୟ ଜୀବନ ଯାପନ କରନ୍ତି, ନା ମାନେ ବୈଷ୍ଣବ ବାକ୍ୟ ସେହି ଯାଏ କ୍ଷୟ। ଭକ୍ତି ମାର୍ଗରେ ସାଧୁଗୁରୁ ବୈଷ୍ଣବଙ୍କର କଥା ନ ମାନି ନିଜ ଇଚ୍ଛା ଅନୁସାରେ, ନିଜ ପ୍ରବୃତ୍ତି ଅନୁସାରେ ଯଦି କର୍ମ କରନ୍ତି ତାହେଲେ କଣ ହୁଏ ନା ସେଇ ପାପରେ
से क्षय हो जाते, नष्ट हो जाते। हरि बल बोली उठे प्रभु विश्वम्बर, चतुर्दिगे बेढ़ी सब गाय अनुचर। चारि दिगरे चारिपटरे वैष्णव माने भक्त माने कहा चारिपटरे विश्वम्बर चैतन्य महाप्रभु अद्वैत आचार्य चारिपटरे आउ नित्यानंद तीन जन आम पढ़ीचु, तीन जन नित्यानंद प्रभु, चैतन्य महाप्रभु, अद्वैत आचार्य, ये तीन जन को बेढ़ी आज भक्त माने वैष्णव माने हरे कृष्ण 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 हरे हरे, हरे राम 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 हरे हरे आज कीर्तन कर महानंद रे। अद्वैत आचार्य महा आनंद विहुल, महामत होई नाचे पाशोरी सकल। आज अद्वैत आचार्य गुणगान शुणी पूर्वर कथा सब भूली जाइछन्ति, पूर्वर कथा भूली महामत्त अर्थात पागल भलिया आज नाचुचंती, गाउचंती, कीर्तन करुचंती। केमिति ना गर्जे तर्जे गर्जे आचार्य बा दाढ़ी ते दिया तो प्रकोटि करिया नाचे शांति पूरनाथ। पढ़िथिला कण को सब ए पर्यंत आइतला प्रभुजी। हो हो एउड चलछि। अद्वैत आचार्य दाढ़ी बड़ दाढ़ी, जट मध्य पाची सब धड़ा देखा, झोट भाया सब पाची पाची। अद्वैत आचार्य आज महान आनंद रे खुशी रे गर्जन तर्जन करी दाढ़ी रे हाथ बुले बुले आज कीर्तन कर। आओ भ्रुकुटी करिया नाचे शांति पूरनाथ। भ्रुकुटी माने जे न नाचुचंती तांका आडको देखी भ्रुकुटी करके नाचे तो निजे नाचुचंती, आ जो माने टिके रही होचंती सेमान मध्य आंगुल देखिके भ्रुकुटी करके नाच 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 गा नाच गा नाच गाओ भक्त संगे कर संकीर्तन। ये सब प्रकृति आनंद, प्रकृति एथिरे आनंद अच्छी। घरे हरे कृष्ण महामंत्र लगे देगी समस्ते बाप पिला समस्ते बसिकी नाचो, से अध घंटा नाच के आनंद देखियो, कबाट फट दे दो सब नाचियो, हरे कृष्ण मंत्र लगे देथियो नाचियो। आम जानी एमती भक्त मैंने कौन करती लगे देखिए नाचुथे सब, कहीं बाहर लोक डिस्को डांस, बाहर पिला लोक मैंने सब डिस्को नाच आओ डिस्को नाचुंट, आउ कौन कौन नाचुंट क्लब रे नाइट क्लब रे नाचुंट, ये लेडीज क्लब रे नाचुंट, जेंट्स क्लब रे नाचुंट। ये ना ए माने भक्त माने घरे हरे कृष्ण मंत्र लगे नाचिले नाचिले तो आहर सुंदर। से नाचटा से आनंदरा तांकठरे 100 गुण आनंद पाइबे। महाप्रभु कृपा ये कौन है देखिए। जय कृष्ण गोपाल गो बिंदवनवाणी, अहर्निशि गाय सवे हय कौतूहली। गोपाल कृष्ण गोविंद वनमाली कही समस्ते आनंद रे नृत्य करुचंती। नित्यानंद महाप्रभु परम विहुल, तथापि चैतन्य नृत्य परम कुशल। नित्यानंद प्रभु आज भाव विहुल हो कीर्तन करुचंती। चैतन्य महाप्रभु मध्य कम नुहे, से मध्य नृत्य करुचंती गाउचंती। सावधाने चतुर्दिगे दुई हस्त तोड़ी, पड़ीते चैतन्य धारी रहे महावली।
ଚାରି ପାଖରେ ଭକ୍ତ ମାନେ ସବୁ ହାତ ଧରିକି ରହିଛନ୍ତି। ଚୈତନ୍ୟ ମହାପ୍ରଭୁଙ୍କର ଭାବ, ନାଚୁ ନାଚୁ କାହା ଉପରେ ପଡ଼ିଯିବେ, କୋଉଠି ଛିଟିକି ଯିବେ, କୋଉଠି ତଳେ ପଡ଼ିଯିବେ, ଠିକଣା ନାହିଁ। ସେଥିପାଇଁ ଭକ୍ତମାନେ ଆଗରୁ ସତର୍କ ହେଇକି ଅଛନ୍ତି। ଆଗରୁ ସବୁ ହାତ ଧରାଧରି ହେଇକି ରହିଛନ୍ତି। ବାଇଚାନ୍ସ ଚୈତନ୍ୟ ମହାପ୍ରଭୁ ପଡ଼ିଗଲେ ଆମେ କୂଳରେ ଧରିଦଉ। ସେଥିପାଇଁ ସମସ୍ତେ ସାବଧାନରେ ସାବଧାନ ଚତୁର୍ଦିକେ ଦୁଇ ହସ୍ତ ତୁଳି ପଡ଼ିତେ ଚୈତନ୍ୟ ଧରି ରହେ ମହାବଳୀ। ବଡ଼ ବଡ଼ ଯୋଉ ପ୍ରଭୁମାନେ ମହାବଳୀ ଯୋଉମାନେ ବଳବାନ, ସେମାନେ ହାତରେ ସବୁ ଧରିକି ଛନ୍ଦିକି ରଖିଛନ୍ତି, କୀର୍ତ୍ତନ କରୁଛନ୍ତି। ବାଇଚାନ୍ସ ଚୈତନ୍ୟ ମହାପ୍ରଭୁ ପଡ଼ିଗଲେ, ନିତ୍ୟାନନ୍ଦରୁ ପଡ଼ିଗଲେ, କିଏ ପଡ଼ିଗଲେ ଆମେ କୂଳରେ ଧାରଣ କରିଦଉ। ଅଶେଷ ଆବେଶ ନାଚେ ଶ୍ରୀ ଗୌରାଙ୍ଗ। ବିଶେଷ ଆବେଶରେ ଗୌରାଙ୍ଗ ମହାପ୍ରଭୁ ନାଚନ୍ତି। କାହିଁକିନା ସେ ହଉଛି ନଟରାଜ ନା, ନାଚିବାରେ ଯେ ଏକ୍ସପର୍ଟ। କୃଷ୍ଣ ଲୀଳାରେ ବି ନାଚନ୍ତି, ରାସଲୀଳାରେ କେତେ ସୁନ୍ଦର ସୁନ୍ଦର ନୃତ୍ୟ କରନ୍ତି। ଭଗବାନଙ୍କ ନୃତ୍ୟ କଥା ଜାଣିବ, ରାସଲୀଳାରେ କେମିତି ନୃତ୍ୟ କରନ୍ତି, ଗୋପୀମାନେ କେମିତି ନାଚନ୍ତି, କେତେ ସୁନ୍ଦର ନାଚନ୍ତି, କେତେ କେତେ ଠାଙ୍ଗିରେ ନାଚନ୍ତି। ସମସ୍ତଙ୍କୁ ମନୋମୋହିତ କରିଦିଅନ୍ତି। ଗୋପୀମାନେ ହସି ହସି ଗଡ଼ି ଯାଆନ୍ତି। ଗୋପୀମାନେ ମଧ୍ୟ ନାଚନ୍ତି ଭଗବାନଙ୍କ ସହିତ, ଏତେ ସୁନ୍ଦର ନାଚନ୍ତି। ସେ ନାଚ ଗୁଡ଼ାକ ଆଜି ଆମେ ଯୋଉ ନାଚ ଶିଖୁଛୁ, ସେ କି ନାଚ, ଓଡ଼ିଶୀ ନାଚ ହଉ ଆଉ କି ନାଚ, ଶାସ୍ତ୍ରୀୟ ସଙ୍ଗୀତ ନାଚ ସବୁ, ଏସବୁ ସେଇ ଭଗବାନଙ୍କର 64 କଳାର ଗୋଟେ କଳା। ସେ କଳା ଆମେ ଅଳ୍ପ ଟିକେ ଟିକେ ପାଇଛୁ। এই ଓଡ଼ିଶୀ ନାଚ ଯେମିତି ପିଲାମାନେ ନାଚିଲେ କେତେ ସୁନ୍ଦର ଦେଖାଯାନ୍ତି, ଭାବ ଭଙ୍ଗୀରେ ନାଚନ୍ତି। ଏ ଭଗବାନ କୃଷ୍ଣଙ୍କର ନାଚର ଅନୁକରଣ। ସେଥିପାଇଁ ଭଗବାନ ହଉଛନ୍ତି ନଟବର, ନାଚରେ ଯେ ଏକ୍ସପର୍ଟ। ଆଉ ସିଏ ସେଇ କୃଷ୍ଣ, ସେଇ ନଟବର ଆଜି ଆସି ନାଚୁଛନ୍ତି କେତେ ଭାବ ଭଙ୍ଗୀରେ। ନାଚ ଦେଖିବାକୁ ମହାପ୍ରଭୁଙ୍କର ଲୋକ ବାୟା କୋଟି ନବଦ୍ୱୀପରେ, ସେଥିପାଇଁ କବାଟ ବନ୍ଦ। ମହାପ୍ରଭୁଙ୍କର ନାଚ ଯେତେବେଳେ ଘୁଙ୍ଗୁର ବାନ୍ଧିକି ମହାପ୍ରଭୁ ନାଚୁଥିବେ, ତମେ ଆଉ ରହିପାରିବନି ସେଠି। ସେଇଥିପାଇଁ ଗୌରାଙ୍ଗ ମହାପ୍ରଭୁ, ଚୈତନ୍ୟ ମହାପ୍ରଭୁ ଆବେଶରେ ଆସିକି ଏମିତି ନାଚନ୍ତି କି ଭାବ ବିହୁର ହେଇକି ତଳେ ପଡ଼ିଯିବାର ବହୁତ ସମ୍ଭାବନା ଥାଏ। ସେଥିପାଇଁ ଚାରିପଟେ ହାତ ଦେଇକି ସବୁ ରଖିଥାନ୍ତି। ତାହା ବର୍ଣ୍ଣିବାର ଶକ୍ତି କିୟଥ ଧରେ ଜିହ୍ୱାୟ। ବୃନ୍ଦାବନ ଦାସ ଠାକୁର ଲେଖୁଛନ୍ତି କି ତାକୁ ମୁଁ କଣ ବର୍ଣ୍ଣନା କରିବି କଲମ କାଳିରେ, ତାକୁ ବର୍ଣ୍ଣନା କରିବାକୁ ଅନନ୍ତଦେବ ମଧ୍ୟ ସକ୍ଷମ ନୁହେଁ। ସରସ୍ୱତୀ ସହିତ ଆପନା ବଳରେ ସରସ୍ୱତୀ ମଧ୍ୟ ଫେଲ ହେଇଯିବେ ଭଗବାନ କୃଷ୍ଣଙ୍କର ନାଚ ଗୀତ ବର୍ଣ୍ଣନା ସବୁ। କ୍ଷଣ କ୍ଷଣେ ମୂର୍ଚ୍ଛା ହୟ କ୍ଷଣ ମହାକମ୍ପ, କ୍ଷଣେ ତୃଣ ଲୟ করে କ୍ଷଣେ ମହାରମ୍ଭ। କ୍ଷଣ କ୍ଷଣରେ ମୂର୍ଚ୍ଛା ହେଇଯାନ୍ତି, କ୍ଷଣ କ୍ଷଣରେ ମହାକମ୍ପ ହୁଏ ଶରୀର। କ୍ଷଣ କ୍ଷଣରେ ଘାସ ଭଳିଆ ତଳେ ପଡ଼ିଯାଆନ୍ତି, ଉଡ଼ିଯାଆନ୍ତି। ଏମିତି ସବୁ ନାଚ ଗୀତ ହୁଏ। କ୍ଷଣେ ହାସ କ୍ଷଣେ ଶ୍ୱାସ କ୍ଷଣେ ଭାବିରସ, ଏହି ମତ ପ୍ରଭୁର ଆବେଶ ମହାପରକାଶ। ଏଇଭଳିଆ ତିନି ପ୍ରଭୁଙ୍କର, ନିତ୍ୟାନନ୍ଦ ପ୍ରଭୁ, ଅଦ୍ୱୈତ ଆଚାର୍ଯ୍ୟ ଆଉ ଗୌରାଙ୍ଗ ମହାପ୍ରଭୁ, ତିନି ଜଣଙ୍କର ଆବେଶରେ ଏତେ ସୁନ୍ଦର ନୃତ୍ୟ କରୁଛନ୍ତି। କ୍ଷଣ ଆସେ, କେତେବେଳେ କାନ୍ଦନ୍ତି, କେତେବେଳେ ହସନ୍ତି, କେତେବେଳେ ନୃତ୍ୟ କରନ୍ତି, କେତେବେଳେ ଗଡ଼ି ଯାଆନ୍ତି, କେତେବେଳେ ପଡ଼ିଯାଆନ୍ତି, କେତେବେଳେ ଉଠି ପଡ଼ନ୍ତି। ଏହି ମତ ପ୍ରଭୁର ଆବେଶ ପରକାଶ। ସେଇଭଳିଆ ହଉଛି। ତାପରେ କଣ ହେଇଛି, ଏମିତି ନାଚ ଗୀତ କରୁ 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 ଚୈତନ୍ୟ ମହାପ୍ରଭୁ କଣ କରିଛନ୍ତି, ପଳେଇ ଆସିବା ପଏଣ୍ଟକୁ।
ଏଇଭଳିଆ ନୃତ୍ୟ କରୁ କରୁ ଶୁକ୍ଳାମ୍ବର ବ୍ରହ୍ମଚାରୀ ଜଣେ ଥିଲେ। ଶୁକ୍ଳାମ୍ବର ବ୍ରହ୍ମଚାରୀ ସେ ହଉଛନ୍ତି କୃଷ୍ଣ ଲୀଳାରେ ଥିଲେ। କଣ କିଏ? କୃଷ୍ଣ ଲୀଳାରେ ଥିଲେ କିଏ କିଏ କିଏ? ଦ୍ୱାରକା ପୋରବନ୍ଦରରେ ନାହିଁ କି ଜନ୍ମ ହେଇଥିଲେ? ପୋରବନ୍ଦରରେ କୃଷ୍ଣଙ୍କର ସଖା କିଏ? ମା ସୁଦାମା। ସୁଦାମା ସୁଦାମା। ମୁଁ ବି ଭୁଲି ଯାଇଛି ସୁଦାମା। ସୁଦାମା ଥିଲେ। ତାଙ୍କର ବି ଲୀଳା ସେଇ ସେଇ ଚୂଡ଼ା ଖୁଆଇବା ଲୀଳା ହେଇଛି ଏଠି। ଏଠି ବି ଚୂଡ଼ା ମହାପ୍ରଭୁ ଖୁଆଇଛନ୍ତି ସୁଦାମା। କହିନଥିଲେ ପ୍ରଭୁ ଯୋଉଠିକି ଆପଣ ଯିବେ ମୁଁ ସେଇଠିକି ଆସି ଆପଣ ଚୂଡ଼ା ଖୁଆଇବି। ହଉ ତ ଦେଖିଲେ ଶୁକ୍ଳାମ୍ବର ବ୍ରହ୍ମଚାରୀ ବି ଆସିକି ସିଏ ବି ନାଚୁଛନ୍ତି। ତାଙ୍କ ଉପରେ ଟିକେ କୃପା କରିବା ପାଇଁ ଆଜି ମହାପ୍ରଭୁ କଣ କଲେ? ସମ୍ମୁଖେ ଦେଖ ଏ ଶୁକ୍ଳାମ୍ବର ବ୍ରହ୍ମଚାରୀ, ଅନୁଗ୍ରହ କରେ ତାରେ ଗୌରାଙ୍ଗ ଶ୍ରୀହରି। ସବୁ ନୃତ୍ୟ କରୁ କରୁ ଆଜି ମହାପ୍ରଭୁଙ୍କର ନଜର ପଡିଛି ଶୁକ୍ଳାମ୍ବର ବ୍ରହ୍ମଚାରୀଙ୍କ ଉପରେ। ଶୁକ୍ଳାମ୍ବର ବ୍ରହ୍ମଚାରୀ କିଏ, କଣ କଣ କରନ୍ତି, ତାଙ୍କର କଥା ଏଠି କୁହାଯାଇଛି, ଶୁଣିବା। ଶୁକ୍ଳାମ୍ବର ବ୍ରହ୍ମଚାରୀ ସେହି ଶୁକ୍ଳାମ୍ବରେ ସୁନଃ କିଛି କଥା। କିଛି କଥା ଶୁଣନ୍ତୁ ଶୁକ୍ଳାମ୍ବର ବ୍ରହ୍ମଚାରୀଙ୍କ ବିଷୟରେ। ନବଦ୍ୱୀପେ ବସନ୍ତି ପ୍ରଭୁର ଜନ୍ମଯାଥା। ମହାପ୍ରଭୁଙ୍କ ଜନ୍ମ ଯୋଉଠି ନବଦ୍ୱୀପରେ, ସେଇ ନବଦ୍ୱୀପରେ ସେ ଜନ୍ମ ନେଇଛନ୍ତି। ଆଉ ପରମ ସ୍ୱଧର୍ମରତ ପରମ ସ୍ୱଶାନ୍ତ। ସୁଦାମା ଯେମିତି ଥିଲେ ଦ୍ୱାପର ଯୁଗରେ ଗରିବ ହେଲେ ମଧ୍ୟ ଖାଇବାକୁ ନ ପାଉଥିଲେ ମଧ୍ୟ ଶାନ୍ତ ଉଦ୍ବିଗ୍ନ ହଉନଥିଲେ। କିଛି ନାହିଁ, କନା ଗଣ୍ଡେ ନାହିଁ ପିନ୍ଧିବାକୁ, ଦାନା ଗଣ୍ଡେ ନାହିଁ ଖାଇବାକୁ, ତିନି ତିନିଟା ପିଲା, ସ୍ତ୍ରୀ ଗୋଟିଏ କପଡ଼ା, ରାତିରେ ଧୋଇକି ଶୁଖେଇଦବ, ସକାଳୁ ପିନ୍ଧିବ। ସୁଦାମାଙ୍କର 1000 ଫାଟ, ଗୋଟେ ଗାମୁଛାରେ ନା କଣ ଧୋତିରେ। ପିଲାଙ୍କର କଥା ଛାଡ଼, ପିଲା ତ ଦିଗମ୍ବର, କିନ୍ତୁ ପରମ ଶାନ୍ତି ଆନନ୍ଦରେ ରହୁଥିଲେ। ତାଙ୍କ ଦରିଦ୍ର କଣ ସେ ଜାଣିପାରୁନଥିଲେ। ଭାବରେ ଅଛନ୍ତି ନା। ଭାବ ରହିଲେ ତମେ ସଂସାର ଦୁଃଖ କଷ୍ଟ କି ଜଣା ପଡିବନି। ସଂସାରର ତ୍ରିତାପ ତମେ ଜାଣିପାରିବନି। କାହିଁକି ତ୍ରିତାପ ଉପରେ ହଉଛନ୍ତି ଭାବ ପ୍ରେମ। ଭାବ ପ୍ରେମରେ ଯିଏ ଥିବ, ଭଗବାନଙ୍କ ଭକ୍ତିରେ ଥିବ, ତ୍ରିତାପ ତାକୁ କିଛି କରିପାରିବନି, ଜାଣିପାରିବନି। ତ କପଡ଼ା ନଥିଲେ ବି ଜାଣିପାରିବନି, ଖାଇବାକୁ ନଥିଲେ ବି ଜାଣିପାରିବନି। ବାଧା ତାକୁ ତ୍ରିତାପ ବାଧା ଦେଇପାରିବନି ଭକ୍ତଙ୍କୁ। ସେଥିପାଇଁ ସୁଦାମା ଶୁକ୍ଳାମ୍ବର ବ୍ରହ୍ମଚାରୀ ସ୍ୱଧର୍ମ, ଧର୍ମ ଉପରେ ବହୁତ ଗମ୍ଭୀରତା ଥିଲେ। ଆଉ ଧର୍ମକୁ ଠିକ ଭାବରେ ପାଳନ କରୁଥିଲେ। ବ୍ରହ୍ମଚାରୀ ନା, ବ୍ରହ୍ମଚାରୀ ସେଠି ଗୃହସ୍ଥ ହେଇଥିଲେ, ବ୍ରହ୍ମଚାରୀ ହେଇକି ଆସିଛନ୍ତି। ନାରଦ ମୁନି ବ୍ରହ୍ମଚାରୀ ହେଇଥିଲେ, ଆସିକି ଏଠି ଗୃହସ୍ଥ ହେଇକି ରହିଲେ। ଶ୍ରୀବାସ ଠାକୁର ଆଜି ସୁଦାମା ଗୃହସ୍ଥ, କିନ୍ତୁ ଏଠି ବ୍ରହ୍ମଚାରୀ ହେଇକି ଆଜି ଲୀଳାଖେଳା କରୁଛନ୍ତି। ପରମ ସ୍ୱଧର୍ମରତ ପରମ ସୁଶାନ୍ତ, ନିଜ ଧର୍ମକୁ ପାଳନ କରୁଥିଲେ। ବ୍ରହ୍ମଚାରୀ ଧର୍ମକୁ ଆଉ ପରମ ସୁଶାନ୍ତ, ଶାନ୍ତ ରହୁଥିଲେ। ଆଉ କଣ କରୁଥିଲେ? ଚିହ୍ନିତେ ନ ପାରେ କେହୁ ପରମ ମହାନ୍ତ। ତାଙ୍କର ଏ ଅବସ୍ଥା ତାଙ୍କୁ କେହି ଚିହ୍ନି ପାରୁନଥିଲେ, ଜାଣି ପାରୁନଥିଲେ। ୟାଙ୍କର ଅବସ୍ଥା, ଭକ୍ତର ଯୋଉ ଭାବଟା, ହୃଦୟଟାକୁ କେହି ଜାଣି ପାରୁନଥିଲେ। ନବଦ୍ୱୀପେ ଘରେ ଘରେ ଝୁଲିଲ କାନ୍ଧେ, ଭିକ୍ଷା କରି ଅର୍ନିଶି କୃଷ୍ଣ ବୋଲି କାନ୍ଦେ। ସକାଳୁ ସକାଳୁ କୃଷ୍ଣ କୃଷ୍ଣ କହି କାନ୍ଦି କାନ୍ଦି ଗୋଟେ ଝୁଲା ନେଇ ଭିକ୍ଷା କରନ୍ତି। ମାଗିବେନି କାହାକୁ, ଖାଲି କାନ୍ଦୁଥିବେ। ହରେ କୃଷ୍ଣ କୃଷ୍ଣ କହି କାନ୍ଦିଥିବେ, କାହାକୁ ମାଗିବାନି। ହେ ମା ଗଣେ ଦେଇଦିଅ। ଆଜିକାଲି ଲୋକ ମାଗୁଛନ୍ତି, କିନ୍ତୁ ଶୁକ୍ଳାମ୍ବର ବ୍ରହ୍ମଚାରୀ ମାଗୁନଥିଲେ।
କାନ୍ଦି କାନ୍ଦି ତା ଘରେ ଆଗରେ ଯାଇ କାନ୍ଦୁଥିଲେ। କୃଷ୍ଣ କୃଷ୍ଣ କହି କାନ୍ଦୁଥିଲେ। ଘରକୁ ଗଲେ କାନ୍ଦୁନାହାନ୍ତି, ତାଙ୍କର କାନ୍ଦଟା ସଦାବେଳେ ଘରୁ ବାହାରିବେ ଶେଷ ପର୍ଯ୍ୟନ୍ତ କାନ୍ଦଟା କଣ ପାଇଁ? ଦରିଦ୍ର ହେଇଛନ୍ତି ବୋଲିକି, ଭିକ୍ଷା ମିଳିବ ବୋଲି ନାହିଁ କି? ନାହିଁ, କାନ୍ଦଟା କୃଷ୍ଣଙ୍କ ପାଇଁ, କୃଷ୍ଣଙ୍କ ପାଇଁ କାନ୍ଦୁଥିଲେ। ହରେ କୃଷ୍ଣ ମହାମନ୍ତ୍ର କରିକି କାନ୍ଦୁଥିଲେ, କୃଷ୍ଣ କୃଷ୍ଣ କହି କାନ୍ଦୁଥିଲେ, ଗୋବିନ୍ଦ ଗୋବିନ୍ଦ କହି କାନ୍ଦୁଥିଲେ। ଅଶ୍ରୁଧାରା ବହି ଯାଉଥିଲା, ଲୋକ ଯିଏ ଯାଉଥିଲେ ସିଏ ବି କାନ୍ଦି ପକାଉଥିଲେ। ସେ ବି ଖୁସିରେ ଯାହା ଦିଅନ୍ତି ଭିକ୍ଷା ଦିଅନ୍ତି। ଭିକ୍ଷା ଦେଲେ ସେ ଭିକ୍ଷା କଣ କରନ୍ତି ନା, ଭିଖାରୀ କରିଆ ଜ୍ଞାନ ଲୋକ ନାହିଁ ଲୋକ ଚିହ୍ନି ପାରନ୍ତିନି। ହଁ, ଇଏ ଲୋକ କଣ ଭାବନ୍ତି, ହଁ ଇଏ ଭିକ୍ଷା ମା ପାଇଁ କାନ୍ଦୁଛି, ଆଉ ନ କାନ୍ଦିଲେ ଭିକ୍ଷା ଦେବେନି, ସେଇଥିପାଇଁ ଇଏ କାନ୍ଦୁଛି। ଆଉ କିନ୍ତୁ ହୃଦୟରେ ଯେ କାନ୍ଦୁଛି ଜାଣିପାରୁନାହାନ୍ତି, ପ୍ରକୃତରେ କାନ୍ଦୁଛନ୍ତି କୃଷ୍ଣଙ୍କ ପାଇଁ ସେ। କିନ୍ତୁ ଲୋକମାନେ ଭାବୁଛନ୍ତି ଇଏ ଭିକ୍ଷା ପାଇଁ କାନ୍ଦୁଛି। ଯା ହଉ, ଲୋକ ଭାବିକି ଭିକ୍ଷା ଦଉଥିଲେ। ଭିଖାରୀ କରିଆ ଜ୍ଞାନ ଲୋକେ ନାହିଁ ଚିହ୍ନେ, ଭିକାର ବୋଲି ଭାବନ୍ତି, କିନ୍ତୁ ତାଙ୍କର ହୃଦୟରେ ଯୋଉ ଭକ୍ତି ଭାବଟାକୁ ଲୋକମାନେ ଜାଣିପାରନ୍ତି ନାହିଁ। ସେଇଭଳିଆ ରହିବା ଦରକାର। ଭକ୍ତିଟା ଦେଖିବା, ଭକ୍ତିଟା ହଉଛି ଗୁପ୍ତ ଧନ, ଦେଖେଇବା କଥା ନୁହେଁ। ଆମେ ଯୋଉ ଗୁପ୍ତ ଧନ ରଖିଛୁ, ସୁନା ଗହଣା ସବୁ ଗୁପ୍ତ ଧନ, କେତେ ଚାବି ତାଲା ପକେଇକି ରଖିଛୁ, କାହାକୁ ଜଣଉଛୁ କି? ମୋର 4ଟା ହାର ଅଛି, ମୋର 10 ତୁଳା ସୁନା ଅଛି, କାହାକୁ ଜଣଉଛ? ସେ ଭକ୍ତି ମଧ୍ୟ ଗୁପ୍ତ ଧନ। ଭକ୍ତିର କଥା କହିବେ ନାହିଁ, ଉପରେ ଦେଖିବାକୁ ଥିବେ, ନାହିଁ ମୁଁ ଭକ୍ତି କରୁନାହିଁ, ଭିତରେ ଭଣ୍ଡାର ଭରିଥିବ, ଭଣ୍ଡାର ଭରି ଥିବାର ଅଛି କୃଷ୍ଣ ପ୍ରେମ, ଯେମିତି ଶୁକ୍ଳାମ୍ବର ବ୍ରହ୍ମଚାରୀ କରୁଛନ୍ତି। ଯାଅ ভিক্ষা করে দিবশেষ কিছু বিপ্র পায়ে, কৃষ্ণের নৈবেদ্য করে তব শেষ খাଏ। ଭିକ୍ଷା କରି ଦିନ ଯାକର କୃଷ୍ଣଙ୍କ ପାଇଁ କାନ୍ଦି କାନ୍ଦି ଯାହା ମିଳିଲା ତାକୁ ରୋଷେଇ କରନ୍ତି, ରୋଷେଇ କରି ଭଗବାନଙ୍କୁ ଭୋଗ ଲଗାନ୍ତି, ଖାଆନ୍ତି। ସେଥିପାଇଁ ଆମକୁ ଶିକ୍ଷା ମିଳୁଛି, କେତେ ଦରିଦ୍ର ହେଲେ ମଧ୍ୟ ପତ୍ର ପୁଷ୍ପମ ଫଲମ ତ୍ୱୟମ୍ ୟୌମେ ଭକ୍ତ୍ୟା ପ୍ରୟଚ୍ଛତି। ଭଗବାନ କୃଷ୍ଣ ଗୀତାରେ କହିଛନ୍ତି, କେତେ ବଡ଼ ଗରିବ ବ୍ୟକ୍ତି ହେଲେ ମଧ୍ୟ ସେ ମୋର ସେବା କରିପାରିବ, ପୂଜା କରିପାରିବ। କିଛି ତ ନହେଲେ ତୁଳସୀ ଟିକେ ମିଳିବ, ତୁଳସୀ ଗୋଟେ ଫୁଲ, ତୁଳସୀ ଫୁଲ, କିଛି ନହେଲେ ଫଳ, କିଛି ନହେଲେ ପାଣି ବୁନ୍ଦାଟେ, ପାଣି ବୁନ୍ଦେ ଗ୍ଲାସଟେ, ଏତିକି ଟିକେ ସେବା କରିପାରିବନି? ସେଥିପାଇଁ ଯାହା ମିଳିଲା ତାକୁ ରୋଷେଇ କରି ଭଗବାନଙ୍କୁ ଭୋଗ ଲଗେଇକି ଜଗନ୍ନାଥଙ୍କୁ ପ୍ରସାଦ ପାଉଥିଲେ। ଜଗନ୍ନାଥ ଥିଲେ ଦେଖେଇକି ଖାଇବେ, ଶାଳଗ୍ରାମ ଥିଲେ ଧୋଇକି ପିଇବେ। ଦେଖେଇକି ଖାଅ, ଧୋଇକି ପିଅ। ସେ ଜଗନ୍ନାଥଙ୍କ ଗୋଟେ କଥା ଅଛି, ସେଟା ଆରମ୍ଭ କରିବା କାଲି ପୁରାଣରୁ। ଦେଖେଇକି ଖାଅ, ଧୋଇକି ପିଅ, ଅଛି କଥା ଗୋଟେ। কৃষ্ণানন্দ প্রসাদ দারিদ্র নাহি জানে, বলিয়া বেড়ায় কৃষ্ণ সকল ভবন। কৃষ্ণ ଆନନ୍ଦରେ, ଭକ୍ତିରେ ଯୋଉ ଆନନ୍ଦ ଅଛି, ସେ ଆନନ୍ଦରେ ତାକୁ ଦାରିଦ୍ର୍ୟ ଜଣା ପଡେ ନାହିଁ, ସେ ଦରିଦ୍ର ବୋଲି ଜାଣିପାରେ ନାହିଁ। ପ୍ରକୃତରେ ଭକ୍ତି ଥିଲେ ତମେ କିଛି ଜାଣି, ଦରିଦ୍ର କି ଖାଇବାକୁ ଅଛି କି ପିଇବାକୁ କିଛି ଜାଣିପାରିବନି। ସେ ଭିତରେ ଗୋଟେ ଆନନ୍ଦ, ଏମିତି ସେ ଆନନ୍ଦଟା ଆମେ ପ୍ରୟାସ କରୁଛୁ। ସେ ଆନନ୍ଦଟା ଯେତେବେଳେ ଅନୁଭବ କରିବେ, ଭକ୍ତି ଆନନ୍ଦଟା, ସେତେବେଳେ ତମକୁ କିଛି ଜଣା ପଡିବନି। ମୋବାଇଲ ନାହିଁ କି ଏଇଟା ନାହିଁ ସେଇଟା ନାହିଁ, କିଛି ଜଣା ପଡିବନି। ସଂସାରର କୌଣସି ଗୋଟେ କଣ ପାଇବାକୁ ଇଚ୍ଛା ହବନି। ହଁ, ଯାହା ଭଗବାନ ଯାହା ମିଳିଲା ମିଳିଲା, ନହେଲେ ନାହିଁ। ଯାହା କୃଷ୍ଣ ଆନନ୍ଦରେ କଣ କରୁଥିଲେ? କୃଷ୍ଣାନନ୍ଦେ ପ୍ରସାଦ ଦାରିଦ୍ର ନାହିଁ ଜାଣେ। କୃଷ୍ଣ ଆନନ୍ଦରେ, କୃଷ୍ଣଙ୍କ ଭକ୍ତିରେ ଯୋଉ ଆନନ୍ଦ, ସିଏ ଦରିଦ୍ରତା ଜାଣିପାରୁନଥିଲେ। ଠିକ ସୁଦାମା, ଏ ସୁଦାମା ତ ବଲିଆ ବେଢାୟ କୃଷ୍ଣ ସକଳ ଭବନ, ସମସ୍ତଙ୍କ ଘରକୁ ଯାଉଥିଲେ।
समस्त को हरिनाम शुणा साधु गुरु वैष्णव जाती कौन पर जन घर खाइबा जाती ना पैसा कमाइबा जाती हरिनाम दवा को हरिनाम कले शुणिले दीपद कथा कहले गृहस्थ मान कल्याण मंगल हम से साधु मैंने जाती खाइबा जाती नहीं पैसा कमाइबा जाती उद्देश्य नुहे पैसा कि मिले अंटार मारदे भल टे खाइबा टे भल भल से साधु आजिकल तो से जाऊँ सब आगुरी फोन कर कही आम आज घर तुम करूँ पनीर आनी मुझे जानी शुणी मायापुर मायापुर आम जो रूम रोहू से प्रभुजी आसे कहते प्रभुजी आज सन्ध्या बेलू मुझे आगुरी जाए कार्तिक मसरे 7 दिन रुहे मायापुर सब अच्छा ब्रह्मचारी प्रभु आज प्रोग्राम अच्छी जावा कौटी ना ये पाखे हो आगुरी फोन कर बंगाल बंगाला भाषा यहाँ उखानटा से भल पनीर मिलूँ ओरिजिनाल आनी पनीर तरकारी कर ये मिलूँ सी मिलूँ 10टा आइटम कहीदे मैंने खाइबा जाऊँ प्रोग्राम कर हो कि कथा ना देखा से सिया करके रखी जन से नवद्वीप जन घर कौटी सब सब ये करती शाढ़ी फाड़ी सब तंत सब अच्छे तंत गामछा शाढ़ी आउ कौन धोती सब तैयारी करती घर जीवा बेलू सर केते आइटम कर कार्तिक मास खाई मर ना कौन आस सब खाइले कौन कर जा प्रकृत में साधु गुरु वैष्णव जन घर को जाती खाइबा आशार नुहे धन आशार नुहे पैसा आशार नुहे हरिनाम टी हरिनाम हरिनाम कही कृष्ण कथा कही तांकर कल्याण मंगल करने आज कौन करती शुक्लांबर ब्रह्मचारी घरे घरे बुलती भिक्षा आशार नुहे हरिनाम टी शुणापी चैतन्यर कृपा पात्र के जिनीते पारे जखन चैतन्य अनुग्रह करे जारे भगवान चैतन्य महाप्रभु कृपा कहा पर केतल पड़ो कि कही पारे कहार दृष्टि केतल पड़ो जगन्नाथ दृष्टि कहा पर केतल पड़ो कही हेनी बड़ बड़ आखिकारी चाहिए ना प्रकृत भगवान देखुता मोर भक्त को बड़ बड़ आखि कर समस्त नयन एमती आखि घूरौथे कृपा दृष्टि क्या पड़ समस्त तो पड़ो विशेष कर क्या अधिक पड़ कृपा दृष्टि कही होनी चैतन्य महाप्रभुंकर प्रति कृपा टिके सुदामा कृपा रही कृष्ण लीला यशोदा प्रति कृपा करते ये चैतन्य महाप्रभु लीला प्रति कृपा कले पूर्वे जन आछिलाद हृद्र दामोदर से मत शुक्लांबर विष्णु भक्तिधर दरिद्र दामोदर कथा अच्छे आम पढ़ा के जगन्नाथ कथार दरिद्र दामोदर भाया शुक्लांबर परम ब्रह्मचारी परम विष्णु भक्त से मत कृपा करिला विश्वम्बर जे रहे चैतन्य नृत्य बाड़ी रे भीतर से महाप्रभु कौन करती से समस्त कृपा समस्त जानती कपाट देकी बाड़ी भीतर घर भीतर कीर्तन करती ये शिवास ठाकुर घरे जे रहे चैतन्य नृत्य बाड़ीर भीतर जे रहा घर भीतर से देखला ये बाहर रहा से देखी पार झुली कांधे लई विप्र नाचे महारंगे आउ झूला टंगा है चाउल चूड़ा सब पड़ी से झूलार महानंद महाप्रभु सहित नृत्य करुच्ची भक्त मान सहित झुली कांधे लये विप्र नाचे महारंगे देखी हसे प्रभु सब वैष्णव रसंगे चैतन्य महाप्रभु देखिकी हसुंट
ରହ ରହ, ତ ଅବସ୍ଥା ଖରାପ କରୁଛୁ ରହ। ହୁଁ ବସିଆଛ ଏ ପ୍ରଭୁ ଈଶ୍ୱର ଆବେ, ସେ ଚୈତନ୍ୟ ମହାପ୍ରଭୁ ବସିଗଲେ, ଈଶ୍ୱର ଆବେଶରେ ବସିଗଲେ। ବସି କଣ କଲେ? ଝୁଲି କାନ୍ଧେ ଶୁକ୍ଳାମ୍ବର, ନାଚେ କାନ୍ଦେ କାନ୍ଦେ। ଶୁକ୍ଳାମ୍ବର ବ୍ରହ୍ମଚାରୀ କଣ କରୁଛନ୍ତି? କାନ୍ଦି କାନ୍ଦି ନାଚୁଛନ୍ତି, ବିଭୋର ହେଇକି ନାଚୁଛନ୍ତି। କାନ୍ଧରେ ଭିକ୍ଷା ଝୋଳା ଝୁଲିଛି, କିନ୍ତୁ ନୃତ୍ୟ କରୁଛନ୍ତି, କାନ୍ଦିକି ନୃତ୍ୟ କରୁଛନ୍ତି। ଶୁକ୍ଳାମ୍ବର ଦେଖିଆ ଗୌରାଙ୍ଗ କୃପାମୟ, ଆଇସ ଆଇସ କରି ପ୍ରଭୁ ଭଲ ଏ ସଦୟ। ମହାପ୍ରଭୁ ବସି ପଡ଼ି ଶୁକ୍ଳାମ୍ବର ବ୍ରହ୍ମଚାରୀ ଆଡ଼କୁ ଦୃଷ୍ଟି ନିପାତ କରିଛନ୍ତି, ଦୃଷ୍ଟି ନିକ୍ଷେପ କରିଛନ୍ତି, ଆଉ ଡାକୁଛନ୍ତି, ଏ ଶୁକ୍ଳାମ୍ବର ଆସ 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 ଆସ। ନିଜ ପାଖକୁ ଡାକିଛନ୍ତି। ଦରିଦ୍ର ସେବକ ମୋର ତୁମ୍ଭି ଜନ୍ମ ଜନ୍ମ, আমার সকল দিয়া তুমি ভিক্ষୁ ଧର୍ମ। ପ୍ରତି ଜନ୍ମ ତମେ ହଉଛନ୍ତି ଗରିବ ଗରିବ ଭକ୍ତ ମୋର, ପ୍ରତି ଜନ୍ମ ଜନ୍ମରେ ଆମ ଲୀଳାଖେଳା କରିବାକୁ ତମେ ଆସୁଛ। ମୁଁ ଯେତେବେଳେ ପ୍ରକଟ ହୁଏ ତମେ ବି ସେଇ ସମୟରେ ପ୍ରକଟ ହେଇକି ମୋ ଲୀଳାଖେଳାର ସହାୟତା କର। ତମେ ଭିକ୍ଷୁକ ଦରିଦ୍ର ହେଲେ ମଧ୍ୟ ତମେ ମତେ ତମର ଭିକ୍ଷା ଦେଇକି ମତେ ସନ୍ତୁଷ୍ଟ କରେଇଛ। আমি তোমার দ্রব্য অনুক্ষণ চাহি, তুমি না দিল আমি বল করে খাই। କିନ୍ତୁ ତମେ ଯାହା ମାଗିକି ଆଣିଥିବା ଜିନିଷକୁ ମତେ ଦିଅ ନାହିଁ, କିନ୍ତୁ ମୁଁ ମାଗି ଛଡ଼େଇ ଛଡ଼େଇ ଖାଏ। ମୁଁ ଛଡ଼େଇ ଛଡ଼େଇ ଖାଏ, ତ ନଦେଲେ କ'ଣ ହବ? ଶୁଖିଲା ଚାଉଳ ମୁଠାଟେ ଆଉ ଚୁଡ଼ା ଶୁଖିଲା ମୁଠାଟେ ପ୍ରଭୁ କେମିତି ଖାଇବେ? ଦାନ୍ତ ଭାଙ୍ଗିଯିବ ନାହିଁ, ନେଦେଲେ ମଧ୍ୟ ମୁଁ ଛଡ଼େଇ ଛଡ଼େଇ ଖାଇବି। କାହିଁକି ନା ପ୍ରେମ ଭର୍ତ୍ତି ହେଇଛି। ଗୌରଗୋବିନ୍ଦ ମହାରାଜ କହନ୍ତି, ସୁଦାମ ଯେତେବେଳେ ଗୋଟେ ଚୁଡ଼ା ପୁଡ଼ିଆଟେ କରିକି କାଖରେ ଜାକିଛି, ଝାଳ ସବୁ ବୋହିକି ସିଏ ତିନ୍ତି ଗଲାଣି। ଆଉ ଲୁଣ ପକେଇବାକୁ ପଡ଼ିବନି, କୃଷ୍ଣଙ୍କୁ ଲୁଣ ପକେଇବାକୁ ପଡ଼ୁନି, କୃଷ୍ଣଙ୍କୁ ତ ପ୍ରେମରେ ଖାଉଛନ୍ତି। ପ୍ରେମ ଭର୍ତ୍ତି ସେଥିରେ ଆଗକୁ ବଢିବା। ତୁମେ ନଦେଲେ ମଧ୍ୟ ତୁମେ ନଦେଲେ ଆମେ ଛଡ଼େଇ ବଲି କରି ଖାଉ, ବଳ କରି ଖାଉ, ବଳ କରି ଛଡ଼େଇକି ଖାଉ। ଦ୍ୱାରକାର ମାଝେ ଖୁଦ କାଢ଼ି ଖାଇଲୁ ତର, ପାଶୁରିଲା କମଳା ଧରିଲା ହସ୍ତମର। କଣ ତୁ ଭୁଲି ଯାଇଛୁ ଶୁକ୍ଳାମ୍ବର? ତୁ କଣ ପୂର୍ବ କଥା ଭୁଲି ଯାଇଛୁ? ଦ୍ୱାରକାରେ ତୁ ମୋ ପାଇଁ ଖୁଦ ଭଜା ଆଣିଥିଲୁ। ଖୁଦ ଭଜା ନା ଖୁଦ କାଢ଼ି, ହଁ ଖୁଦ ଭଜା ବା ଚାଉଳ ବା ଚୁଡ଼ା ଭଜା ହଉ, ମୋ ପାଇଁ ଆଣିଥିଲୁ ନାହିଁ? ଲୁଚେଇକି ରଖିଥିଲୁ। ମୁଁ କ'ଣ ଆଣିଛି ମୋ ଭାବି କ'ଣ ଭାଉଜ କ'ଣ ପଠେଇଛି ମୁଁ ମାଗୁଛି, ତୁ ଦେଲୁନି, ଲୁଚେଇକି ରଖିଥିଲୁ। ଛଡ଼େଇ ଖାଇଥିଲା ନାହିଁ? ଆଜି ଛଡ଼େଇ ଖାଇବି। ଆଜି ଝୋଳାରେ କ'ଣ ରଖିଛି ସବୁ ଛଡ଼େଇ ଖାଇବି। ଧରିଲେ ଆଉ ନହେଲେ ଦବନି। ସେ ଶୁକ୍ଳାମ୍ବର ବ୍ରହ୍ମଚାରୀ ଭାବିବା ଚାଉଳ ଅଛି ଯେ ଏଟା କ'ଣ କ'ଣ ସବୁ ପଡ଼ିଛି, ତାକୁ ମହାପ୍ରଭୁ କେମିତି ଖାଇବେ? ଦବନି। ତାକୁ ସାକିଲେ ଶୁକ୍ଲା ଡାକିଛନ୍ତି, ସୁଦାମା କୃଷ୍ଣ ଲୀଳାରେ ତମକୁ ଛଡ଼େଇ ଖାଇନଥିଲି କି? ହଁ, ଏଇ ଆଜି ଛଡ଼େଇ ଖାଇଗଲ। ଦ୍ୱାରକାର ମାଝେ ଖୁଦ କାଢ଼ି ଖାଇଲୁ ତର। ପାଶୁରି ଗଲୁ କି? ଖାଉଥିଲେ ସବୁ ସରେଇ ଦେଇଥାନ୍ତି, ରୁକ୍ମିଣୀ ହାତକୁ ଧରିଦେଲା ବୋଲେ କି ଆଉ ମୁଠାଟେ ଖାଇପାରିଲେ ନାହିଁ, ସବୁ ଖାଇଦେଲା। କମଳା ଧରିଲା ହସ୍ତ ମୋର, କମଳା ମାନେ ଲକ୍ଷ୍ମୀ। ଲକ୍ଷ୍ମୀ କିଏ? ରୁକ୍ମିଣୀ ପାଟରାଣୀ। ରୁକ୍ମିଣୀ ଧରିଥିଲା ନା ହାତ, ନା କିଏ ଧରିଥିଲା? ରୁକ୍ମିଣୀ।
प्रथम मुठाटे खाई कौन देदेले ତିନି ଲୋକ ଦେଇଦେଲେ, 3 ଲୋକ ପ୍ରଦାନ କରିଦେଲେ। द्वितीय मुठा खाई ତାଙ୍କର ସିଂହାସନ। या मन रखुन ठीक निजे गायो निजे बजेव ना के सुदाम कथा कहनु कि आमे भागवत रे तो अच्छी कृष्ण बहिरे तो अच्छा ପ୍ରଭୁ जा आगू बढ़िया एटा सारद आज भावुची सरी जो अल्प टिक अच्छी अध घंटा पड़ेगा आमको एड़ सड़ कहीकि जाओ आज शुक्लांबर बैग ता झोड़ा धरती कड़े छाटी पिटी पड़े धरिकी पूर्व जन्म पूर्वर द्वारका ये सुदाम कथा कहते छड़े खाई जानी रुक्मिणी धरदेला बेल कि आउ खाई पारे ना सब खाई था कहीं तृतीय मुठाटा खाई राणी मान सब तार चाकर कर 16,108 राणी तार चाकर होता कार सुदामार आ गोटे मुठा खाई था से रुक्मिणी हाथ धरदे कहले प्रभु आम आपणकर सेवक आमको आप कौन सेवा करू जाए आपन छाड़ी ना सब 16,108 राणी दे था चाकर दासी कर कार सुदामार से रुक्मिणी माँ हाथ को धरदे कहले प्रभु ये कौन कर आम आप नित्य सेवक एमती कहीकि शुक्ले साकुले शुक्ले कौन कले एत बोली हस्त दिया झुली भितरे कहीकि झोलार हाथ पुरे देते शुक्लांबर ब्रह्मचारी झोलार मुष्टि मुष्टि तंडोल चिबाए विश्वमर चाउल गुड़ा खाई होती कच्चा चाउल जाक खाई होती मुष्टि मुठा मुठा कर खाई होती कंचा चाउल तंडोल तंडोल माने चाउल शुक्लांबर बोले प्रभु कहला सर्वनाश कह प्रभु प्रभु सर्वनाश होगा ए चाउल गुड़ा कहीं खाऊ पेट खराब हो माँ केते रोषे कर सची माता केते रोषे करके 56 भोग 12 तियण 13 भजा कर रखी कौन चाउल गुड़ा खाऊ पेट खराब हो तू छाड़ छाड़ से कथा मत कहना ये तंडोले खुद कण बहुत प्रकाश ये चाउल चाउल नुहे तू भावु चाउल ये चाउल नुहे प्रभु बोले खुद तोर खुद कण मुई खाए अभक्तर अमृत उलटी नाही चाहे मोर भक्त चाउल दो कंचा दो सिझा दो पाकला दो जहा दो मो भक्त मु खाईदेवी मो भक्त हाथ मो कौन भक्त जिमिति देले मु खाईदेवी भात हो कंचा हो सिझा हो जा हो मु खाईदेवी प्रभु बोले तोर खुद कणा मो खाई अभक्तर अमृत उलटी नाही चाई भक्त हाथ चाउल कौन खुद कौन सब छड़े खाइबी अभक्तर अमृत देने छटी देखी ना देखे ना अमृतर भक्तर अमृत उलटी नाही चाहे अभक्तर अभक्तर अमृत उलटी नाही चाहे उदाहरण अच्छी महाभारत रे दुर्योधन 56 भोग बन गुआ घी 56 भोग बन सब रखिक कृष्ण को देखा सब रखी सजेकी किंतु अभक्त कपट कपटी अभक्त कपटी नपटी कपटी को भगवान देखती ना भीतर गोटे कथा बाहर गोटे कथा कपट केत करें गुरुकृष्ण पाखे कपटी थिला भगवान 6टी को देखिले नहीं जाकि कदली चोपा खाऊँ कौटी
ପାଖରୁ ଛପନ ଭୋଗ ଖାଇଲେ ନାହିଁ, ଗୁଆ ଘିଅର ବନା ହେଇଛି, ଦେଖେଇକି ରଖିଛି ସିଏ, ପୁରୀ ପଲଉ କଣ କଣ ସବୁ କରିକି ରଖିଛି ଦୁର୍योଧନ। ଦୁର୍योଧନ ଜାଣିଛି କଣ କଣ କୃଷ୍ଣ ଖାଆନ୍ତି, ସବୁ ବନେଇକି ରଖିଦେଇଛି। କିନ୍ତୁ ଛଅ ଟିକେ ଜାଣିଲେନି, ପଟିକି ଯାଇକି ସେଠି ଖାଉଛନ୍ତି କଦଳୀ ଚୋପା ଆଉ ଶାଗ ଭଜା। ସେ ଦିଥର କଥା ଅଛି। ସେଇଭଳି ଏଇଠି ବି ସେଇ କଥା କହୁଛନ୍ତି, ଅଭକ୍ତ ଅମୃତ, ଅଭକ୍ତ ଯଦି ଅମୃତ ଦିଏ ମତେ, ମୁଁ ଛଅଟିକୁ ଦେଖେ ନାହିଁ। ସେଥିପାଇଁ ଭକ୍ତମାନେ ଯାହା କିଛି ହଉ, ଗରିବ ହଉ ଧନୀ, ଯାହା ତାଙ୍କର ସକ୍ଷମ ଅନୁସାରେ ଭଗବାନଙ୍କୁ ଯେତେବେଳେ ଅର୍ପଣ କରିବେ, ଶ୍ରଦ୍ଧାର ସହିତ ଅର୍ପଣ କରିବେ, ଭକ୍ତି ଭାବରେ ଅର୍ପଣ କରିବେ, ମୋ ପ୍ରଭୁ ଖାଆନ୍ତୁ। ଯାଇକି 5 ମିନିଟ୍ ହରେ କୃଷ୍ଣ ସେଇଠି ଗୋଟେ ଭୋଗ ଲଗେଇ ସାରି ଗୋଟେ 5 ମିନିଟ୍ ବସିକି ଜପ କରିବେ, ଆଉ ଭାବୁଥିବେ ଓ ମୋ ଜଗନ୍ନାଥ ହାତ ବଢଉଛନ୍ତି ଖାଇବାକୁ, ବଳରାମ ହାତ ବଢେଇଲେଣି, ଏଇ ସୁଭଦ୍ରାକୁ ଖୋଇ ଦଉଛନ୍ତି, ଏମିତି ସବୁ ଭାବିବେ ଯେ କୃଷ୍ଣ ପରଦା ପରଦା ଲଗେଇ ଦେଇକି ଜପ କରୁଥିବେ, ବସିକି ବସିକି ଭାବୁଥିବେ ମୋ ଜଗନ୍ନାଥ ହାତ ବଢେଇ ଖାଇଲେଣି, ଏଇ ପୁରୀ ଖାଇଲେଣି, ଏଇ ତରକାରୀ ଖାଇଲେଣି, ଏଇ ସୁଭଦ୍ରା କହୁଛି ଲୁଣିଆ ହେଇଛି, ବଳରାମକୁ ଯାଇ ଖାଏ, ଏମିତି ଏଇଟା ଭାବ ବିନୋଦିଆ। ଏମିତି ଭାବିଲେ ପ୍ରକୃତରେ ଜଗନ୍ନାଥ ଆସି ଖାଇବେ। ଭାବ ବିନୋଦିଆ ଠାକୁର, ତମେ ଭାବୁଛ ନା କଣ ଜଗନ୍ନାଥ କାଠର ବୋଲିକି ଖାଇବେନି, ଏଠି ଆମ ଘରେ ଖାଇବେନି? ଖାଇବେ। ଆଙ୍କ ଘରେ ଖାଇଥିଲେ, କାହା ଘରେ? ଭକ୍ତ ରଘୁବର ଘରେ, ବିଦ୍ରୋହ କରେ ବିଦୁର ଘରେ। ରଘୁବର। ବିଦୁର ଘରେ ସେ ଲକ୍ଷ ଲକ୍ଷ ବର୍ଷ, ଇଏ ଆମର ଏବେ 400-500 ବର୍ଷ ତଳର କଥା, 200-100 ବର୍ଷ ତଳର କଥା। ରଘୁବର ଏବେ ବି ଖାଉଛନ୍ତି, ଏବେ ବି ଜଗନ୍ନାଥ ଖାଉଛନ୍ତି, ଖାଇବେ। ଭାତ ହଉ, ଡାଲି ହଉ, କିଛି ଲୁଣ ହଉ, କିଛି ଯାଉଛି ନାହିଁ, କିଛି ନାହିଁ, ଭାତ ଡାଲି ଲୁଣ ଟିକେ ଅଛି, ହଁ ଜଗନ୍ନାଥ ଖାଇବାକୁ ପ୍ରସ୍ତୁତ। ଭାବ ଟିକେ ଦରକାର। ସେମିତି ଘଟଣ ପକେଇ ଦେଇକି ହରେ କୃଷ୍ଣ କରିକି ଭାବୁଥିବେ ଜଗନ୍ନାଥ ହାତ ବଢେଇଲେଣି, ବଳରାମ ହାତ ବଢଉଛନ୍ତି, ସୁଭଦ୍ରା କଣ ଲୁଣ ପକେଇ ଦେଇଛି ଖାଇବି ନାହିଁ ଲ, ଏସବୁ ଘର କଥା ଏମିତି ଚିନ୍ତା କରିକି ବସିକି କାଢିଦେ, ଦେଖିଏ ଜଗନ୍ନାଥ ଖାଇଥିବେ। ସେଥିପାଇଁ ଅଭକ୍ତେର ଅମୃତ ଓଲଟି ନାହିଁ ଚାହିଁ, ଅଭକ୍ତର ଅମୃତ ମଧ୍ୟ ଓଲଟିକି ଦେଖେ ନାହିଁ। ଯିବାୟ ତାଣ୍ଡୁଳ କେ କରିବେ ନିବାରଣେ, କିଏ ତାଙ୍କୁ ଚୋବେଇ ଚାଲିଛନ୍ତି ତଣ୍ଡୁଳ ଚାଉଳ, କିଏ ମନା କରିବ, କିଏ ହାତ ଧରିବ, ଛଡେଇ ଛଡେଇ ଖାଉଛନ୍ତି। ପ୍ରଭୁର କାରୁଣ୍ୟ ଦେଖେ ସର୍ବଭକ୍ତଗଣ, ପ୍ରଭୁଙ୍କର ଏ କାରୁଣ୍ୟ କୃପା କରୁଣା ଦେଖି ଶୁକ୍ଲାମ୍ବର ବ୍ରହ୍ମଚାରୀଙ୍କ ପ୍ରତି ଆଜି ଭକ୍ତମାନେ କଣ କରୁଛନ୍ତି? ମୁଣ୍ଡରେ ହାତ ଦେଇ କାନ୍ଦୁଛନ୍ତି, ଶିରେ ହାତ ଦିଆ ସର୍ବେ କରେ ନ କ୍ରନ୍ଦନ। ହାୟ ହାୟ ହାୟ, ଚାଉଳ ଖାଇକି ମହାପ୍ରଭୁଙ୍କ ପେଟ ଖରାପ ହେଇଯିବ। ଆଜି ସଚୀ ମାତା ଗାଳି ଦେବେ ଆମକୁ, କଣ ଖୁଆଇଲ ମୋ ପୁଅକୁ, କଣ ଖୁଆଇଲ ଆଜି ମୋ ପୁଅକୁ? ବିଷ୍ଣୁପ୍ରିୟା ଗାଳି ଦେବେ, କଣ ମୋ ପ୍ରଭୁକୁ କଣ ଖୁଆଇଦେଲି ଆଡୁ ସାଡୁ ସବୁ, ଆଜି ଖାଉନାହାନ୍ତି, ପେଟ ଝାଡା ହେଇଯିବ, ପେଟ ବନ୍ଧ ହେଇଯିବ। ସେଥିପାଇଁ ଭକ୍ତ ମାନଙ୍କ ସବୁ ଶୁକ୍ଳାମ୍ବର ବ୍ରହ୍ମଚାରୀଙ୍କ ପ୍ରତି କରୁଣା ଦୟା ଦେଖି, ଚାଉଳ ଖାଦ୍ୟ ଦେଖି ଭକ୍ତମାନେ ଆଜି କାନ୍ଦୁଛନ୍ତି। ଶିରେ ହାତ ଦିଆ ସର୍ବେ କରେ ନ କ୍ରନ୍ଦନ, ମୁଣ୍ଡରେ ହାତ ଦେଇକି ହାୟ ହାୟ, କଣ ହେଲା, ଚାଉଳ ଗୁଡା ଖାଇବୁଛନ୍ତି ଆଜି। ଭଗବାନ ଚାଉଳ ଖାଇବେ, ତମ ହୃଦୟରେ ଟିକେ ଭଗବାନଙ୍କ ପ୍ରତି ପ୍ରେମ ଭାବ ଥିବାର ଅଛି। ଚାଉଳ କଣ ଖାଇବେ, ସେଇ ତମେ ସେ ରୋଷେଇ କରିବା ଦରକାର ନାହିଁ, ସେ କଞ୍ଚା ବି ଖାଇଦେବେ ସବୁ, ତାଙ୍କୁ କଣ ଅସୁବିଧା, ସେ ସମ୍ଭବ ଅସମ୍ଭବ କରିପାରିବେ, ସବୁ କଞ୍ଚା ଖାଇଦେଇକି ପାକଲା ଖାଇବେ, ରୋଷେଇ ସବୁ ଖାଇଦେବେ ସେ। না জানি কে কোন দিকে পড়িয়া কান্ধিয়া
ସବେଇ ବିହୋଳ ହେଲା କାରୁଣ୍ୟ ଦେଖିଆ। ହରେ କୃଷ୍ଣ। ଚୈତନ୍ୟ ମହାପ୍ରଭୁ କେମିତି କରୁଣା ଦୟା ଭାବ ଦେଖି ଭକ୍ତମାନେ ଆଶ୍ଚର୍ଯ୍ୟଚକିତ ହେଇଯାଇଛନ୍ତି। ଉଠିଲ ପରମାନନ୍ଦ କୃଷ୍ଣର କୀର୍ତ୍ତନ, ଶିଶୁ ବୃଦ୍ଧ ଆଦି କରି କାନ୍ଦେ ସର୍ବଜନ। ସବୁ ସେଠି ଶିଶୁମାନେ ଥିଲେ, ବୁଢ଼ାମାନେ, ବୃଦ୍ଧ ବନିତା ସମସ୍ତେ ଉଠିଛନ୍ତି, ସମସ୍ତେ କାନ୍ଦୁଛନ୍ତି। ଶିଶୁ ବୃଦ୍ଧ ଆଦି କରି କାନ୍ଦେ ସର୍ବଜନ, ଦନ୍ତେ ତୃଣ ଧରି କରେ କେହୁ ନମସ୍କାର। ଦନ୍ତେ ତୃଣ ଧରି କରେ କେହ ନମସ୍କାର। କହୁଛନ୍ତି ପ୍ରଭୁ ପ୍ରଭୁ ଏ ଚାଉଳ ଖାଆନ୍ତୁ ନାହିଁ, ଚାଉଳ ଖାଆନ୍ତୁ ନାହିଁ, ଟିକେ ରଖନ୍ତୁ, ସେ ରୋଷେଇ କରି ଖାଇବ ବିଚରାଟା। କଣ ଖାଇବ? ଆମର ସବୁ ଖାଇଦେଲେ। ଗୋଟେ ହାତ ଧରିଛନ୍ତି, ଗୋଟେ ହାତ ଖାଉଛନ୍ତି। ଇଏ ଟାଣା ଉଟରା କଲେ ମଧ୍ୟ କିଛି କରିପାରୁନାହାନ୍ତି ବ୍ରହ୍ମଚାରୀ। ଗୋଟେ ହାତ ଧରିଛନ୍ତି, ତଳକୁ ଧରିଛନ୍ତି, ଆଉ ଗୋଟେ ହାତରେ ଖାଉଛନ୍ତି। ସବୁ କେଜି ଦି କେଜି ଯାହା ଥିଲା ସବୁ ଖାଇସାରିଲେଣି। ସମସ୍ତେ କହନ୍ତି ପ୍ରଭୁ ଚାଉଳ ଖାଉନି, ଚାଉଳ ପେଟ ଖରାପ ହେଇଯିବ, ଚାଉଳ ଖାଉନି। ସଚିମତା କାନ୍ଦିବ, ସଚିମତା ଆମକୁ ଗାଳି ଦବ। କିଏ କିଏ ପ୍ରଣାମ କରୁଛନ୍ତି, କିଏ କିଏ କେହ ବୋଲେ କେହ ବୋଲେ ପ୍ରଭୁ କେହ ବୋଲେ ପ୍ରଭୁ କଭୁ ନ ଛାଡ଼ିବା ମରେ, ଗଡ଼ା ଗଡ଼ି ଯାଏ ନ ସୁକୃତି ଶୁକ୍ଲାମ୍ବରେ। କି ପୁଣ୍ୟ କରିଛନ୍ତି ଆଜି ଶୁକ୍ଲାମ୍ବର ବ୍ରହ୍ମଚାରୀ, ଯେତେ ଛଡ଼େଇଲେ ମଧ୍ୟ ଛଡ଼େଇ ପାରୁନାହାନ୍ତି। ବ୍ୟାକୁ ଧରିଛନ୍ତି, ସେ ଆଉ ଗଡ଼ି ଯାଉଛନ୍ତି, ଛାଡ଼ ଛାଡ଼ ପ୍ରଭୁ, ଆଉ ଖାଅ ନାହିଁ, ଖାଅ ନାହିଁ। କିନ୍ତୁ ମହାପ୍ରଭୁ ଛାଡ଼ିବା ନାହିଁ, ଗଡ଼ି ହଉଛନ୍ତି, ଛାଡ଼ ଟାଣା ଉଟର। କି ସୁକୃତି, କି ଭାଗ୍ୟବାନ ଆଜି। ଆଜି ସ୍ୱୟଂ ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଆଜି ଚାଉଳ ଛଡ଼େଇ ଖାଉଛନ୍ତି ଶୁକ୍ଲାମ୍ବର ବ୍ରହ୍ମଚାରୀଙ୍କ ପାଖରେ। ଏ ଦୃଶ୍ୟ ଦେଖିକି ସମସ୍ତେ କାନ୍ଦୁଛନ୍ତି, କିନ୍ତୁ ଆଉ କୌଣସି ମଧ୍ୟ ବନ୍ଦ କରିପାରୁନାହାନ୍ତି। ତଣ୍ଡୋଳ ଖାଏନ ଗଡ଼ା ଗଡ଼ି ଯାଏନ ସୁକୃତି ଶୁକ୍ଲାମ୍ବର, ତଣ୍ଡୋଳ ଖାଏନ ସୁଖେ ବୈକୁଣ୍ଠ ଈଶ୍ୱର। ଆଜି ବୈକୁଣ୍ଠାଧିପତି ଆଜି ଭକ୍ତର ଭାବରେ ପ୍ରେମରେ ଚାଉଳ ଖାଇ ଚାଲିଛନ୍ତି। ଯୋଉ ବୈକୁଣ୍ଠରେ ଯୋଉ ମା ଲକ୍ଷ୍ମୀ ଶତ ଶତ ଲକ୍ଷ୍ମୀ ଶତ ସହସ୍ର ସେବ୍ୟମାନମ, ହଜାର ହଜାର ଲକ୍ଷ୍ମୀ ଯୋଉଠି ସେବା କରୁଛନ୍ତି। ପ୍ରଭୁଙ୍କ ପାଇଁ ରୋଷେଇ ହୁଏ, ପ୍ରଭୁ ଖାଆନ୍ତି ନା, ଏ ଲୁଣିଆ ହେଇଛି, ଏ କିଏ ବନେଇଛି? ସତ୍ୟ ମା ବନେଇଛି। ଏ ଲୁଣିଆ ହେଇଛି, ଏଇଟା କିଏ ବନେଇଛି? ଏଇଟା ପାଣି ହେଇଛି, କିଏ ବନେଇଛି? ସେ ଲକ୍ଷଣା ବନେଇଛି। ଏଇଟା ରୋଷେଇ ଜାଣିନାହିଁ। ଏଇଟା କିଏ ବନେଇଛି? ଗୁଲାବଜାମୁ କିଏ କରିଛି? ନା ସେ ରୁକ୍ମିଣୀ କରିଛି। ଏଇଟା ଲୁଣ ପକେଇ ଦେଇଯିବେ, ସେ ଜାଣିନାହିଁ କିଛି। ପ୍ରଭୁ ଖାଆନ୍ତିନି, ଖାଲି ଛି ଚାକର କରନ୍ତି ବୈକୁଣ୍ଠରେ। ଏଇଟା କିଏ କରିଛି? ସେମିତି ଏଇଟା ରୋଷେଇ ଜଣା ନାହିଁ, ଏଇଟା ତ ମା ଶିଖେଇ ନାହିଁ, ଏଇଟା ତ ବାପ ଶିଖେଇ ନାହିଁ। ଏମିତି କହି ଭଗବାନ କରନ୍ତି, ଅଛି ସବୁ ଲୀଳା ଖେଳାରେ। କିନ୍ତୁ ଏଇଠି ଆଜି ଭକ୍ତଙ୍କ ହାତରୁ ଚାଉଳ ସିଝା ହେଇନି, ରନ୍ଧା ହେଇନାହିଁ, କଞ୍ଚା ଚାଉଳ ଯାକୁ ଚୋବେଇ ଚୋବେଇକି ସେ ବ୍ୟାଗ ଖାଲି କରିସାରିଲେଣି। ଯେତେ ଶୁକ୍ଲାମ୍ବର ବ୍ରହ୍ମଚାରୀ ଯେତେ ଛଡ଼ାଛଡ଼ି କରୁଛନ୍ତି, ଆଉ ଛଡ଼ିଛନ୍ତି ତ ଜାବୁଡ଼ିକି, ଆଉ ଛାଡ଼ିବେ କୁଆଡ଼େ? ଭକ୍ତମାନେ କାନ୍ଦିଲେଣି, କଣ ସେ ଚାଉଳ ଏତେ ଖାଇଲେଣି, ପ୍ରଭୁ ପେଟ ଖରାପ ହେଇଯିବ, କାନ୍ଦୁଛନ୍ତି। କିନ୍ତୁ ମହାପ୍ରଭୁ ଖାଇବାରେ ଚାଲିଛନ୍ତି। ଗଡ଼ା ଗଡ଼ି ଯାଏ ନ ସୁକୃତି ଶୁକ୍ଲାମ୍ବର, ତଣ୍ଡୋଳ ଖାଏ ନ ମୁଖେ ବୈକୁଣ୍ଠ ଠାକୁର। ଆଜି ବୈକୁଣ୍ଠାଧିପତି ଆଜି ଚାଉଳ ଖାଉଛନ୍ତି। ପ୍ରଭୁ ବୋଲେ ଶୁନ ଶୁକ୍ଲାମ୍ବର ବ୍ରହ୍ମଚାରୀ, ତୁମାର ହୃଦୟ আমি ସର୍ବଦା ବିହାରୀ। ପ୍ରଭୁ କହୁଛନ୍ତି, ହେ ଶୁକ୍ଲାମ୍ବର ବ୍ରହ୍ମଚାରୀ, ତୋ ହୃଦୟରେ ସଦାମୂଳ ଅଛି,
ହୃଦୟରେ ସଦାବେଳେ ବିହାର କରେ, କାହିଁକି ତୁମର ପରମ ଭକ୍ତ। ତୁମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ଗୋବିନ୍ଦ କହେ ନମର ବୈଷ୍ଣବ ପରାୟଣ। କହୁଛନ୍ତି ତମ ହୃଦୟରେ ମୁଁ ବିହାର କରେ। ଭଗବାନ ସଦାବେଳେ ଭକ୍ତ ହୃଦୟରେ ବିଶ୍ରାମ କରନ୍ତି। ତମ ହୃଦୟରେ ତ ହେ ଶୁକ୍ଳାମ୍ବର, ତ ହୃଦୟରେ ମୁଁ ଅଛି ପୁରା ନିବାସ କରୁଛି, ଆରାମରେ ଶୋଇଛି। ତୁମାର ଭୋଜନ ହୟ আমার ভোজন, তুমি ভিক্ষা চলিলে আমার পর্যটন। তোমার ভোজন, তুমি ভোজন খাইলে ମୁଁ ଖାଏ, তুমি ଖାଇଲେ ମୁଁ ଖାଏ, ଆଉ ତୁମ ଭିତରେ ମୁଁ ଅଛି। ଆଉ ତୁମେ ଭିକ୍ଷା କରିଲେ ତୁମ ସହିତ ମୁଁ ବି ଭିକ୍ଷା କରିବାକୁ ଯାଏ। ତମେ ଯୋଉଠି ଗଲ ମୁଁ ସେଠିକି ଯାଏ, ତମ ହୃଦୟରେ ମୁଁ ଅଛି। ତମ ହୃଦୟ ସିଂହାସନରେ ବସିକି ମତେ ନେଇକି ଯାଅ। ତମେ ଯୋଉଠି ଭିକ୍ଷା କର ମୁଁ ବି ଭିକ୍ଷା କରେ, ତମେ ଯୋଉଠି ଖାଅ ମୁଁ ବି ଖାଏ। ପ୍ରେମ ଭକ୍ତି ବିଳାୟିତ ମୋର ଅବତାର, ଜନ୍ମ ଜନ୍ମ ତୁମି ପ୍ରେମ ସେବକ আমার। এই ପ୍ରେମ ଟିକକ ପାଇଁ, ଏ ଭାବ ଟିକ ପାଇଁ, ଭକ୍ତି ପାଇଁ ଜନ୍ମ ଜନ୍ମରେ ତୁମର ସେବକ ହେଇକି ଅଛୁ। ଯୋଉଠିକି ଗଲେ, ଯୋଉ ଲୀଳା ଖେଳା କଲେ ତୁ ଆସୁ ଲୀଳା ଖେଳା କରିବାକୁ। କୃଷ୍ଣ ଲୀଳାରେ ତୁ ସୁଦାମ ଥିଲୁ, ରାମ ଲୀଳାରେ କଣ ଥିଲା, କଣ ଥିଲେ ସୁଦାମା, କଣ ଥିଲେ ରାମ ଲୀଳାରେ? ସବରି ଥିଲେ ବୋଧେ। ସବରି ନା ସବରି ନ ଜାଣିଛ, ଭଲ କେତେବେଳେ କହିବା। ଏଟା ସରେଦବା, ଟିକେ ଅଛି, ଅଳ୍ପ ଟିକେ କଥା। ଆମେ ଲେଟ୍ରେ ଆଇଛି ନା, ଘଣ୍ଟାଟେ କଥା ହେଇନି ଆଜି। କାଲି ହବାର ନାହିଁ, କାଲି ଠିକଣା ନାହିଁ, କାଲି ହବ କି ନାହିଁ, କିନ୍ତୁ ଆଜି ଛାଡ଼ିଦବା, ଏଟା ସରିଗଲା। ଆଉ ଯାଅ, ଆଜି ମହାପ୍ରଭୁ କହୁଛନ୍ତି ଜନ୍ମ ଜନ୍ମରେ ମୁଁ ଲୀଳା ଖେଳା କରିବାକୁ ଆସିଲେ ତମେ ମଧ୍ୟ ମୋ ଲୀଳା ଖେଳା କରିବାକୁ ଆସ, ପରମ ଭକ୍ତ ତମେ। ଜନ୍ମ ଜନ୍ମ ତୁମି ପ୍ରେମ ସେବକ ଆମର, ଜନ୍ମ ଜନ୍ମାନ୍ତର ପ୍ରେମ ପ୍ରେମ ଭାବରେ ତୁମେ ମୋର ସେବା କରିଥିବାରୁ ମୁଁ ଆସିଲେ ତମେ ଆସ, ମୁଁ ଲୀଳା ଖେଳା କରିବାକୁ ଆସିଲେ ତମେ ମୋ ସହିତ ଆସ। ତୁମାର ଦିଲାମ আমি ପ୍ରେମ ଭକ୍ତି ଦାନ, ଆଜି ତମକୁ ଭାବ ପ୍ରେମ ଭକ୍ତି ତମକୁ ପ୍ରଦାନ କଲି। ନିଶ୍ଚୟ ଜାନିହ ପ୍ରେମ ଭକ୍ତି ମୋର ପ୍ରାଣ, ଏଇ ପ୍ରେମ ଭକ୍ତି ହଉଛନ୍ତି ମୋର ପ୍ରାଣ, ମୋର ହୃଦୟ। ଏ ପ୍ରେମ ଭକ୍ତି କଣ? ଜଗନ୍ନାଥଙ୍କର ସେବା ପୂଜା ଭାବରେ ପ୍ରେମରେ ଯୋଉ କରନ୍ତି, ଜବରଦସ୍ତି ନାହିଁ, ଭାବରେ ପ୍ରେମରେ ଖୁସିରେ ଆନନ୍ଦରେ କରିବେ। ଯେତିକି ଖୁସି ଆନନ୍ଦରେ କରିବେ ସେତିକି ଆନନ୍ଦ, ତାର 1000 ଗୁଣ ଆନନ୍ଦ ପାଇବେ, ହୃଦୟରେ ଅନୁଭବ କରିବେ। ଯେତିକି ଭଗବାନ ଦେବେ ତାର ଡବଲ ଭଗବାନ ଦିଅନ୍ତି। ସେଥି ପ୍ରେମ ଭକ୍ତି ଯାହାଟି ଯଦି ଆମେ ଭଗବାନଙ୍କର ସେବା ପୂଜା କରୁ ଶ୍ରଦ୍ଧାରେ ପ୍ରୀତିରେ କରିବେ, ଭାବରେ କରିବେ। ଭୋଗ ଲଗେଇବେ, ଡାଲି ଭାତ ହଉ ଶ୍ରଦ୍ଧାର ସହିତ ଭୋଗ ଲଗେଇବେ। ହେ କୃଷ୍ଣ ଖାଉଛନ୍ତି, ହେ ବଳରାମ ଖାଉଛି, ହେ ସୁଭଦ୍ରା ଖାଉଛନ୍ତି। ମୁଁ ଯେତେବେଳେ ଜଗନ୍ନାଥଙ୍କୁ ଭୋଗ ଲଗାଏ, ମୁଁ ଗାୟତ୍ରୀ କଲାବେଳେ ଭାବେ ଜଗନ୍ନାଥ ହାତ ବଢ଼େଇଲେଣି, ବଳରାମ ହାତ ବଢ଼ଉଛନ୍ତି, ସୁଭଦ୍ରା ଝଗଡ଼ା କରୁଛି ଖାଉନି, ତ ଦି ଭାଇ ଗେଲେଇ ଭଉଣୀକି ଖୁଆଇ ଦଉଛନ୍ତି। ଏସବୁ କଣ କରିବ? ଶୁକ୍ଳାମ୍ବରେ ବରସୁନି ବୈଷ୍ଣବ ମଣ୍ଡଳ, ଜୟ ଜୟ ହରି ଧ୍ୱନି କରିଲେ ସକଳ। ଯେତେବେଳେ ଶୁକ୍ଳାମ୍ବର ବ୍ରହ୍ମଚାରୀକୁ ପ୍ରେମ ଭକ୍ତି ପ୍ରଦାନ କରିଦେଇଛନ୍ତି, ସେତେବେଳେ ସବୁ ଉପସ୍ଥିତ ଥିବା ସବୁ ବୈଷ୍ଣବ ମାନେ, ଭକ୍ତ ମାନେ ହରି 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 କହିକି ଜୟଧ୍ୱନି କରିଛନ୍ତି। କମଳନାଥେର ଭୃତ୍ୟ ଘରେ ଘରେ ମାଗେ, ଏର ସେର ମର୍ମ ଜାନେ কোন ମହାଭାଗେ। କମଳାନାଥ ଆଜି ସ୍ୱୟଂ ଭକ୍ତଙ୍କ ହୃଦୟରେ ରହି ଆଜି ଘରେ ଘରେ ଭିକ୍ଷା କରୁଛନ୍ତି। ଏ ରସର ମର୍ମ, ଇଏ ରସର
ମର୍ମ ସମସ୍ତେ ଜାଣିପାରିବେନି। କିଏ ଜାଣିବ? ଏ ରସେର ମର୍ମ ଜାନେ କୋନ ମହାଭାଗ୍ୟ, କି ଭାଗ୍ୟବାନ ସେଇ ଯୋଉ ଲୀଳା ଖେଳାର ରସ ଗୁଡାକ ସେ ଆସ୍ୱାଦନ କରିପାରିବ, ଲୀଳା ଖେଳାର ଉଦ୍ଦେଶ୍ୟଟାକୁ ସେ ବୁଝିପାରିବ। ଏଇ ଲୀଳା ଖେଳା ଯୋଉ ଚୈତନ୍ୟ ମହାପ୍ରଭୁ କରୁଛନ୍ତି, ଲୀଳା ଖେଳାର ଉଦ୍ଦେଶ୍ୟକୁ ସେ ଭକ୍ତ ବୁଝିପାରିବ। ବୁଝିପାରିଲେ ତାକୁ ଶୁକ୍ଳାମ୍ବର ବ୍ରହ୍ମଚାରୀଙ୍କ ଭଳିଆ ତାକୁ ପ୍ରେମ ଭକ୍ତି ପ୍ରାପ୍ତ ହବ ନିଶ୍ଚିତ। ଦଶ ଘରେ ମାଗିଆ ତଣ୍ଡୁଳ ବିପ୍ରପାଏ, ଲକ୍ଷ୍ମୀପତି ଗୌରଚନ୍ଦ୍ର ତାହା କାଢି ଖାଏ। 10ଟା ଘରେ ମାଗିବ, ବେଶୀ ଘରେ ମାଗିବେନି। ଆଉ ସେ ଲକ୍ଷ୍ମୀପତି ବୈକୁଣ୍ଠାଧିପତି ଆଜି ସେ ଚାଉଳକୁ ବା ମାଗିଥିବା ଦ୍ରବ୍ୟକୁ ଛଡେଇ ଛଡେଇ ଖାଆନ୍ତି। ଜଗିକି ବସିଥିବେ, ସେଇକି ଘାଟରେ ଜଗି ବସିଥିବେ, ସେ କୋଉ ପଟ ଆସୁଛି, ଆସିଲେ ଛଡେଇଲେ ଖାଇଲେ। ଲୋକ ଦେଖୁଥିବେ ରାସ୍ତାରେ, ପ୍ରଭୁ ପ୍ରଭୁ କଣ କରୁଛୁ, ସେ ବିଚରା ମରିଯିବ ଭୋକରେ, ତାଙ୍କୁ ଟିକେ ସବୁ ଖାଇ ଦଉଛନ୍ତି, ସେ ବିଚରା ଛଡେଇ ହଉଥିବ। ଭକ୍ତ ଆଉ ଭଗବାନଙ୍କ ଭିତରେ ଯୋଉ ପ୍ରେମ କଳହ, ଇଏ ସବୁ ସାଧାରଣ କଥା ନୁହେଁ। ଯେମିତି ପ୍ରେମ କଳହ ହେଇଥିଲା ଜଗନ୍ନାଥଙ୍କର, ସାକ୍ଷୀ ଗୋପାଳ ଆଣିକି ରଖିଦେଇଥିଲେ, ସବୁ ସାକ୍ଷୀ ଗୋପାଳ ଖାଇ ଦଉଥିଲେ। ଜଗନ୍ନାଥ ରାଜାକୁ ସ୍ୱପ୍ନରେ ଆସୁଛନ୍ତି, ଏଇ ରାଜା କଣ ସବୁ ଖାଇସାରିଲାଣି, ମତେ ଭୋକରେ ରଖିଲାଣି, ମାସେ ହେଲା ଖାଲି ଭାତ ଡାଲି ଖୁଆଉଛି, ତୁ କିଛି ବୁଝିବୁନି। କଣ କରିବ ସେ, କି ପ୍ରେମ ଲୀଳା ସେ ଭଗବାନଙ୍କର। ମୁଦ୍ରାର ସହିତ ନୈବେଦ୍ୟର ଯତ ବିଧି, ବେଦ ରୂପେ ଆପନେ ବଲେଣ ଗୁଣ ନିଧି। ଦିନେ ସେଇ ବିଧି কিছু স্বীকার ন করে, সকল ପ୍ରତିଜ୍ଞା ଚୂର୍ଣ୍ଣ ଭକ୍ତେର ତୁଆରେ। ବେଦରେ ସବୁ ବିଭିନ୍ନ ପ୍ରକାର ବ୍ୟବସ୍ଥା ଅଛି, ଆସନ ଭଗବାନଙ୍କୁ ଭୋଗ ଲଗାଇବାର ବିଧି ବିଧାନ ସବୁ ଅଛି, କିନ୍ତୁ ପ୍ରେମ ପାଖରେ ସେ କିଛି ନୁହେଁ, ପ୍ରେମ ଭାବ ପାଖରେ କିଛି ନୁହେଁ। ଜଗନ୍ନାଥ ପୁରୀରେ ଦେଖିବ କିନ୍ତୁ ବିଧି ବିଧାନରେ 3ଟା ପୂଜକ ଅର୍ଚକ, ଜଗନ୍ନାଥଙ୍କର ଅଲଗା, ସୁଭଦ୍ରା ମାଙ୍କର ଅଲଗା, ବଳଦେବଙ୍କ ଅଲଗା ବସିଥିବେ, ଅଧଘଣ୍ଟାଟେ ଭୋଗ ଆହ୍ୱାନ ଫାହ୍ୱାନ ସବୁ କେତେ କଣ ଅଛି ବିଧି ବିଧାନ ଅନୁସାରେ, କିନ୍ତୁ ସବୁ ମନ୍ଦିରରେ ବିଧି ବିଧାନ ସବୁ ଅଛି, କିନ୍ତୁ ଭଗବାନ କଣ କରନ୍ତି, ପ୍ରେମ ଆଗରେ ସେ ବିଧି ବିଧାନ କିଛି ଦେଖନ୍ତି ନାହିଁ। ଯଦି ଭାବ ପ୍ରେମ ଥିବ ଜଗନ୍ନାଥଙ୍କ ଭଗବାନଙ୍କ ପ୍ରତି, ବିଧି ବିଧାନ ବି କିଛି ନାହିଁ, ଅଇଁଠା କରିକି ଖୁଆଇ ଦଉଥିବେ, ଖାଇ ଦଉଥିବେ ସିଏ। କରମାବାଇ ସେଇଥିରେ ଦାନ୍ତ ଘଷୁଛି, ସେଇଥିରେ ଖିଚୁଡ଼ି ବନଉଛି, ସେଇ ଦାନ୍ତ କାଠିରେ ଗୋଟା ଆଡେ ଘଷୁଛି, ଗୋଟା ଆଡରେ ଖିଚୁଡ଼ି ରାନ୍ଧୁଛି, ତାକୁ ଭଗବାନ ଖାଇଲେ। ଭାବ ପ୍ରେମ ପାଖରେ ବିଧି ବିଧାନ ଜିରୋ। ବିଧି ବିଧାନ ବେଦରେ ଦିଆ ହେଇଛି, କିନ୍ତୁ ଭାବ ପ୍ରେମ ଆଗରେ କିଛି ନୁହେଁ, ବେଦ ଫେଦ ସବୁ ନିଷ୍ଫଳ ନିଷ୍କାମ ହେଇଯିବ। ସେଥିପାଇଁ ଭକ୍ତି ଯୋଉଟା ହଉଛି ଶ୍ରେଷ୍ଠ। ଭାବ ଭାବ ପ୍ରେମ ନା, ଭାବ ପ୍ରେମଟା ଖାଲି ବାସ୍, ସେଇଟା ସେଇ କଥାରେ ଏଇଠି କୁହାଯାଇଛି। ଦେଖ ଏଇ ସବୁ ମନା କରିଦଉଛନ୍ତି, ଭାବ ପ୍ରେମ ଆଗରେ ବେଦ ଭେଦ କିଛି ନାହିଁ। ବୃନ୍ଦାବନ ଠାକୁର ବିନେ ସେଇ ବିଧି কিছু স্বীকার ন করে, সকল ପ୍ରତିଜ୍ଞା ଚୂର୍ଣ୍ଣ ଭକ୍ତେର ତୁଆରେ। ତମେ ବିଦୁରଙ୍କର ପତ୍ନୀ କଣ ଉପଚାରରେ ପୂଜା କରିଥିଲା, କଣ ଭୋଗ ଲଗାଉଥିଲା, କଦଳୀ ଛଡେଇ ଚୋପା ଦଉଥିଲା ଖାଇବାକୁ, ଭଗବାନ ଖାଉଥିଲେ। କାରଣ ବେଦ ବିଧି ବିଧାନ ଅନୁସାରେ କଣ ଭୋଗ ଲଗାଉଥିଲା ଭଗବାନଙ୍କୁ? ସବରି କଣ ବସିକି ବେଦ ବିଧି ବିଧାନ ଅନୁସାରେ ଭଗବାନ ଖାଇବାକୁ ଦଉଥିଲା? ନାହିଁ, ଅଇଁଠା କରିକି ଭଗବାନ ବି ଖାଉଥିଲେ। ଆମେ ସେମିତି କରିବ ନାହିଁ, ଯେତିକି ସମ୍ଭବ ଆମେ ଆମ ଗୁରୁ ବୈଷ୍ଣବ ସାଧୁ ଗୁରୁ ବୈଷ୍ଣବ ଯଦି ଶିଖେଇଛନ୍ତି ସେ ଅନୁସାରେ କଲେ ଆମର ଭଲ।
आमे सबरी नुहे कि विदुरंकर पत्नी नुहे विदुरंकर पत्नी ना कौन काली मु पढ़ी मन अच्छी ना भूली विदुरंकर पत्नी ना किए मन रखी लिखी रखी आगू पढ़िया चलो जाओ कौन शुक्लांबर तंडोल ताहार परम तार प्रमाण कौन शुक्लांबर ब्रह्मचारी चाउल आओ सुदामार चूड़ा भजा आओ प्रमाण कौन विदुरंकर स्त्रींकर कदली चोपा शाग भजा सब प्रमाण अतएव सकल विधिर भक्ति प्राण सकल विधि विधान प्राण मूल उत्स जत विधि निषेध सकली भक्ति दास एहाते जहार दुख से ही जाय नाश जिते विधि विधान अच्छी वेदर सब भक्ति देवीर दास दासी सब दास भक्ति भक्त आगे सब दास भक्ति आगे इहाते जहार दुख से ही जाय नाश जार दुख हो कौन एमती कर तू भोग लगु तो कौन एमती करुचु ये देखियो एमती यार भाव प्रेम टाक न बुझी पारि उपास कर नष्ट हो सी तू एमती कौन खुआल तो ठाकुर भोग लगे जानू से कर्मा भाई खिचड़ी खुआला भाया ब्राह्मण जाए कहूँ तू जाचु कर्मा से किए जाचु ब्राह्मण जाए कहूँ गाधेबू सका उठिकी लुआ लुगा पिंधु चुली लेपिबू नुआ हांडी रोषे करू खिचड़ी करू प्रभु खाए दो इमती कौन तू करू तू अलक्षणीटा कौटिकार कही पड़े ब्राह्मण ये सका उठिकी गाधे कर जगन्नाथ आसी पहुंच सारे खाया ये तार चुली निपुचु माँ खाई रह लेट है कहले तो किए बुद्धि देला बुद्धि तो किए देची मोर लेट है तो किए बुद्धि देला से ब्राह्मण अच्छा तो ब्राह्मण बुद्धि पड़ी करुचु से ब्राह्मण ठारो भक्त श्रेष्ठ ब्राह्मण ठारो वैष्णव श्रेष्ठ ब्राह्मण विधि विधान अच्छी नीति नियम अच्छी किंतु भक्तंकर भाव प्रेम कर्मा भाई खिचड़ी कथा पढ़ा जगन्नाथ कथा तो आम आरंभ कर भाव भक्ति प्रेम आगे ये सब विधि विधान वेदर विधि विधान कि ना प्रमाण शुक्लांबर ब्रह्मचारी द्वारकार सुदामा विदुरंकर पत्नी और कर्मा भाई बहुत उदाहरण अच्छी रघुवर से भाव प्रेमटा सब हाय उच्च से जप जप कले हरे कृष्ण महामंत्र कले भावटा उत्पन्न हो हरे कृष्ण महामंत्र यही तो स्वभाव जे जपे कृष्ण तार उपजाय भाव मंत्र जो श्रद्धार सहित करुवे ना भावटा ऑटोमेटिक भगवान के प्रति भाव प्रेमटा उदय हम हृदय विधि विधान निष्ठा किसी दरकार ना भाव प्रेम आसीगला चाउल भगवान चाउल खाई खाई पेट खराब है भक्तर प्रेम भर्ती से सुदामा को चूड़ारे कौन है प्रेम भर्ती प्रेम भाव भर्ती ये शुक्लांबर ब्रह्मचारी चाउल भाव प्रेम भर्ती विदुरंकर पत्नी कदली चुपारे कौन भर्ती रही अमृत भर्ती रही
କଦଳୀ ଚୋପା ନାଇଁ ଶାଗ ଭଜା। ନାଇଁ ତାଙ୍କ ସ୍ତ୍ରୀଙ୍କ ହାତରେ କଦଳୀ ଚୋପା ଖାଇଥିଲି। କଦଳୀ ଚୋପା ଶାଗ ଭଜା ଦିଟା କଥା ଅଛି। କେବଳ ଖାଲି ଏଇ ଦ୍ୱାପର ଯୁଗ ଲୀଳା ହେଇନି, ଅନନ୍ତ ଲୀଳା ଅନନ୍ତ ଥର ହେଇଥିଲା ଲୀଳା। କେତେଥର ଶାଗ ଦେଇଛନ୍ତି, କେତେଥର କଦଳୀ ଚୋପା ଦେଇଛନ୍ତି ତା ଠିକଣା ନାହିଁ। ତ ଭାବୁଛ କଣ ଥରେ ଏଇ ଯୋଉ ଲୀଳା ହେଇଛି ସେଇ ଲୀଳାଟାର କଦଳୀ ଭଜା ଦେଇଥିଲେ ଆଉ ଶାଗ ଭଜା ଦେଇନାହାନ୍ତି। କେତେଥର ଅନନ୍ତ କୋଟି ଥର ଲୀଳା ହେଇଗଲାଣି। ଏବେ ବି ଲୀଳା ସେ ଶାଗ ଖିଆ ଲୀଳା ଗୋଟେ ହଉଛି ବିଦ୍ରୋଙ୍କ ଘରୁ। ଏବେ ବି କଦଳୀ ଚୋପା କୋଠି ଖାଉଥିବେ ପ୍ରଭୁ। ଅନନ୍ତ କୋଟି ବ୍ରହ୍ମାଣ୍ଡ ନା, ଲୀଳା ନିତ୍ୟ ଲୀଳା ଲୀଳା ଚାଲିଛି ସଦାବେଳେ। ଆଜି କୋଉଠି ପ୍ରଭୁ ଯେ ତାଙ୍କ ସୁଦାମା ପ୍ରଭୁ ଯେ ପାଖରୁ ତାଙ୍କ ପତ୍ନୀଙ୍କ ନାମ ସୁଭଦ୍ରା ଥିଲା ନା? ସେ ପରେ ଦେଖିବା, ଏବେ କିଛି ଡିଷ୍ଟର୍ବ କରନି, ଏଟା ସରିଗଲା। ସୁଲଭା ପ୍ରଭୁଜୀ। ତାପରେ କଣ ହେଇଛି ନା, যত বিধি নিষেধ সকলি ভক্তি দাস, এহাতে যাହାର ଦୁଃଖ ସେଇ যায় ନାଶ। ଭକ୍ତି ପାଖରେ, ଭାବ ପ୍ରେମ ପାଖରେ ଯଦି ଜଣେ ଆସିଗଲେ, ବ୍ରାହ୍ମଣ ଫ୍ରାହ୍ମଣ ଆସିକି ହେ ହେଡ଼ା କଣ କରୁଛୁ, ଏମିତି କରୁଛୁ, ସେମିତି କରୁଛୁ ଯଦି କହିଲେ, ତାର ସର୍ବନାଶ ହେଇଯିବ। ଭକ୍ତି ଆଗରେ ସବୁ ବିଧି ବିଧାନ, ସବୁ ଭାବ ଭକ୍ତି ପାଖରେ ସବୁ ଜିରୁ, ବେଦ ଭେଦ ସବୁ ଜିରୁ ଶୂନ। ସେଇଥିପାଇଁ କୁହାଯାଇଛି ଭକ୍ତି ବିଧି ମୂଳ କହିଲେ ନ ବେଦ ବ୍ୟାସ, ସାକ୍ଷାତ ଗୌରାଙ୍ଗ ତାହା କରିଲା ପ୍ରକାଶ। ଭକ୍ତି ବିଧି ମୂଳ କହିଲେ ନା ବେଦ ବ୍ୟାସ। এই ବୃନ୍ଦାବନ ଦାସ ଠାକୁର ବେଦବ୍ୟାସ କହୁଛନ୍ତି କି ଭକ୍ତି ବିଧି ମୂଳ। ଭକ୍ତିର ଯୋଉ ବିଧି ବିଧାନ ଏଗୁଡ଼ା ସବୁ ବେଦର ସାର। ବେଦରେ କଥା, ବେଦରେ ଭାବ ପ୍ରେମ କଥା କିଛି ନାହିଁ। ତିନି ଗୁଣ ବିଷୟରେ ଖାଲି ଅଛି। ସେ ବେଦ ଗୁପ୍ୟ ହୁଏ। ସାକ୍ଷାତ ଗୌରାଙ୍ଗ ତାହା କରିଲା ପ୍ରକାଶ। ଏଇ ଚୈତନ୍ୟ ମହାପ୍ରଭୁ, ଗୌରାଙ୍ଗ ମହାପ୍ରଭୁ ସାକ୍ଷାତ ଲୀଳା ମାଧ୍ୟମରେ ଆମକୁ ଶିକ୍ଷା ପ୍ରଦାନ କରୁଛନ୍ତି। ଭାବ ପ୍ରେମଟା ସବୁଠାରୁ ହାଏଷ୍ଟ, ତାଠାରେ ଭେଦ ଭେଦ କିଛି ନାହିଁ। ମୁଦ୍ରା ନାହିଁ କରେ ବିପ୍ର ନାଦିଲ ଆପନେ, ତଥାପି ତଣ୍ଡୁଳ ପ୍ରଭୁ ଖାଇଲ ଯତନେ। ଭଗବାନଙ୍କୁ ଭୋଗ ଲଗେଇବା କେତେ ମୁଦ୍ରା କରାଯାଏ ଜାଣିଛ? ଗାଳିନୀ ମୁଦ୍ରା, ଚକ୍ର ମୁଦ୍ରା, ଧେନୁ ମୁଦ୍ରା, 4-5ଟା ମୁଦ୍ରା ଅଛି। ସେ ମୁଦ୍ରାରୁ ଶୋଧନ କରାଯିବ। ଜଗନ୍ନାଥଙ୍କ ଭୋଗ ଲଗାଇଲା ସମୟରେ ମୁଦ୍ରା ହଉଛି ସବୁ। ମୁଦ୍ରା ହେଇକି ସେ ଯୋଉ ଭୋଗ ଗୁଡାକ ଯଦି ଦୋଷ ତ୍ରୁଟି ଥାଏ ତାହା ଶୋଧନ କରାଯାଏ। ଶୋଧନ କରିକି ତାପରେ ଭୋଗ ଲଗାଯାଏ। ଏଠି କଣ କୁହାଯାଇଛି? ଇଏ ମୁଦ୍ରା ଫୁଦ୍ରା କରିନାହାନ୍ତି। କିଏ ଶୁକ୍ଳାମ୍ବର ବ୍ରହ୍ମଚାରୀ ମୁଦ୍ରା କରିନାହାନ୍ତି, କିଏ ଦ୍ୱାରକାରେ ସୁଦାମା କି ମୁଦ୍ରା କରିନାହାନ୍ତି, ଶୁଦ୍ଧିକରଣ କରିନାହାନ୍ତି, କି କଦଳୀ ଚୋପାକୁ ବି ଶୁଦ୍ଧିକରଣ କରିନାହାନ୍ତି ମୁଦ୍ରା କରିକି। ମୁଦ୍ରା ନାହିଁ କରେ ବିପ୍ର ନାଦିଲ ଆପନେ। ବ୍ରାହ୍ମଣ ଏସବୁ ବିଧି ବିଧାନ ମୁଦ୍ରା ସବୁ କରନ୍ତି। ଆମେ ବି କରୁଛୁ, ସେ କଥା ନୁହେଁ, ଶିକ୍ଷା ଦିଆଯାଇଛି ଆମକୁ। ମୁଦ୍ରା ନାହିଁ କରେ ବିପ୍ର ଦିଲ ଆପନେ। ମୁଦ୍ରା ଫୁଦ୍ରା କିଛି କରିନାହିଁ, ଭୋଗ ଲଗେଇ ନାହିଁ, କିନ୍ତୁ ଭଗବାନ ଛଡ଼େଇ ଛଡ଼େଇ ଖାଉଛନ୍ତି। ମୁଦ୍ରା ଲଗେଇ ନାହିଁ, ଭୋଗ ବି ଲଗେଇ ନାହିଁ, ଦବାକୁ ଇଚ୍ଛା ନାହିଁ, କିନ୍ତୁ ଭଗବାନ ଛଡ଼େଇ ଛଡ଼େଇ ଚାଉଳ ଖାଇସାରିଲେଣି ସବୁ। ତଥାପି ତଣ୍ଡୁଳ ପ୍ରଭୁ ଖାଇଲ ଯତନେ। ତଥାପି ପ୍ରଭୁ ଆଜି କେତେ ଆନନ୍ଦରେ, କେତେ ଖୁସିରେ ପ୍ରଭୁଙ୍କର ଆଜି ନାଇଁ ଶୁକ୍ଳାମ୍ବର ବ୍ରହ୍ମଚାରୀଙ୍କ ତଣ୍ଡୁଳ ଅର୍ଥାତ୍ ଚାଉଳକୁ ଖାଉଛନ୍ତି। ବିଷୟ ମତାନ୍ଧ ସର୍ବ ଏମର୍ମ ନ ଜାନେ, ସୁତ ଧନ କୂଳ ମରେ ବୈଷ୍ଣବ ନା ଚିହ୍ନେ। ଯେଉଁମାନେ ବିଷୟୀ, କାମୀ, କର୍ମୀ ଲୋକ ଆଉ ନାସ୍ତିକ ଆଉ ଯେତେକ ଅଛନ୍ତି, ସେମାନେ ଏ ଭକ୍ତିର ମର୍ମଟାକୁ ବୁଝିପାରିବେ ନାହିଁ। କେହି ଏ ମର୍ମକୁ, ଏ ତତ୍ଵକୁ କେହି ବୁଝିପାରିବେ ନାହିଁ।
ସୁତ ଧନ କୂଳ ମଧ୍ୟେ ବୈଷ୍ଣବ ନାଚି ସେଥିପାଇଁ ବୈଷ୍ଣବ ମାନଙ୍କୁ ଚିହ୍ନି ପାରନ୍ତିନି କିଏ? ସୁତ, ଯାହାର ପୁଅ ଝିଅ ଧନ, କୂଳ ଉଚ୍ଚ କୂଳରେ ଜନ୍ମ ହେଇଛି, ବ୍ରାହ୍ମଣ କୂଳରେ ଜନ୍ମ ହେଇଛି, ଧନ ଧାନ୍ୟ ଅଛି, କିଛି ଅଭାବ ନାହିଁ, ସେଇଭଳିଆ ଲୋକ କଣ କରନ୍ତି? ଏ ବୈଷ୍ଣବ ମାନଙ୍କୁ ଭକ୍ତ ମାନଙ୍କୁ ଚିହ୍ନି ପାରନ୍ତି ନାହିଁ। ଗୋଟେ ଭକ୍ତ ଦେଖଉଛୁ, ଭକ୍ତ ଦେଖଉଛୁ, କିଏ ଜନ୍ମ ପିଲା ଗୋଟେ ଜନ୍ମ ହେଇ ତୁ ପୂଜା କରିଦଉଛୁ, ତୁ ଗାଧୋଇ ପଡି ପୂଜା କରୁଛୁ, ଭୋଗ ଲଗେଇ ଦଉଛୁ। ସମସ୍ତେ ବୁଝିପାରିବେନି, ଭକ୍ତ ନହେଲେ କଥା ବୁଝିପାରିବେନି। ଭାଇ ମରିଯାଇଛି, ତୁ କଣ ପୂଜା କରୁଛୁ ଠାକୁରଙ୍କୁ? ପାପ ଲାଗିବ, ନରକ ଯିବୁ। ଯେତେ କଣ ଏସବୁ କୋଉମାନେ କଥା କୁହନ୍ତି? ବିଷୟ ମଧାନ୍ଧ ସର୍ବ ଏସବୁ ଏସବୁ ବିଷୟ ମତାନ୍ଧ। ଧନ ଯାହାର ଅଛି, ରୂପ ଯାହାର ଅଛି, ବୈଭବ ଯାହାର ଅଛି, ସେମାନେ ଭକ୍ତଙ୍କର ଚରିତ୍ରକୁ ନ ବୁଝିପାରି, ଭକ୍ତଙ୍କର ସ୍ୱଭାବକୁ ନ ବୁଝିପାରି, ଭାବ ପ୍ରେମକୁ ନ ବୁଝିପାରି ନିନ୍ଦା କରନ୍ତି। ସୁତ ଧନ କୂଳ ମଧ୍ୟେ ବୈଷ୍ଣବ ନାଚି, ବୈଷ୍ଣବକୁ ଚିହ୍ନି ପାରନ୍ତି ସେମାନେ। ବୈଷ୍ଣବ ହଉଛନ୍ତି ନୈଷ୍ଠିକ ବ୍ରାହ୍ମଣ ଠାରୁ ମଧ୍ୟ ଶ୍ରେଷ୍ଠ ଜାତି। ବୈଷ୍ଣବ କୋଉ ଜାତିରେ ନୁହନ୍ତି। 12 ଜାତି 13 ଗୋଲା, ବୈଷ୍ଣବ ହେଲେ ସବୁ ଗଲା, ସବୁ ପଳେଇଗଲା। ଗୋତ୍ର ହଉଛି ଭଗବାନ, ଯୋଉ ବୈଷ୍ଣବ ଜଣେ ତାଙ୍କର ଗୋତ୍ର ହଉଛି ଅଚ୍ୟୁତ ଗୋତ୍ର ବୈଷ୍ଣବ। ବାସ୍, ତାଙ୍କର କୋଇ ମଲା ଗଲା ଅଜିଲା ସେଥିରେ ଯାଆସ ନାହିଁ କିଛି, ସଂସାର ସହିତ ତାଙ୍କର କିଛି ସଂସାର ଇଏ ନାହିଁ। ଦେଖି ମୂର୍ଖ ଦରିଦ୍ର ଯାଏ ବୈଷ୍ଣବେର ହାସେ, ତାର ପୂଜା ବିତ କଭୁ କୃଷ୍ଣ ନବାସେ। ମୂର୍ଖ ମାନେ ଦେଖନ୍ତି, ମୂର୍ଖ ମାନେ ଯୋଉମାନେ ପ୍ରକୃତରେ ପଣ୍ଡିତ କହୁଛନ୍ତି, ଆଜିକାଲି ଆମେ ପଣ୍ଡିତ, ଏ ପାଠ ପଢିଛୁ, ସେ ପାଠ ପଢିଛୁ, ଏ ପାଠ ପଢିଛୁ, କିନ୍ତୁ ବାସ୍ତବରେ ଯୋଉମାନେ ପାଖରେ ଭକ୍ତି ନାହିଁ ସେମାନେ ହଉଛନ୍ତି ମୂର୍ଖ। ଯେଉଁମାନେ ପ୍ରକୃତରେ ଜପ ତପ ନ କରନ୍ତି, ଭକ୍ତିମୟ ଜୀବନଯାପନ ନ କରନ୍ତି, ବେଦଶାସ୍ତ୍ରକୁ ମାନନ୍ତି ନାହିଁ, ମାନନ୍ତି କିନ୍ତୁ ତାର ରହସ୍ୟକୁ ବୁଝନ୍ତି ନାହିଁ, ସେମାନେ ହଉଛନ୍ତି ପ୍ରକୃତରେ ମୂର୍ଖ। ସେ ବୈଷ୍ଣବଙ୍କର କ୍ରିୟା ମୁଦ୍ରା, ବୈଷ୍ଣବେର କ୍ରିୟା ମୁଦ୍ରା ନ ବୁଝୟ। ବୈଷ୍ଣବ ମାନଙ୍କର କ୍ରିୟା ମୁଦ୍ରା, ବିଚାର, ରହନ ସହନ ବୁଝିପାରନ୍ତି ନାହିଁ। ତାର ପୂଜା ବିତ କଭୁ କୃଷ୍ଣ ନବାସେ। ସେଇଭଳିଆ ଲୋକମାନଙ୍କର ଯାହା କିଛି ପୂଜା କରନ୍ତି, ପୂଜା ବିତ୍ତ, ତାର ପୂଜା ଧନ ସମ୍ପତ୍ତି କୃଷ୍ଣକୁ ଖୁସି ଆନନ୍ଦ ଦେଇପାରନ୍ତି ନାହିଁ। ଶ୍ରୀମଦ୍ ଭାଗବତରେ ବର୍ଣ୍ଣନା କରାଯାଇଛି 4th ଅଧ୍ୟାୟ 31 ନମ୍ବର, 4th, ଯାହାର ଭାଗବତ ଥିବ ପଢିବେ, 4th ସ୍କନ୍ଦ 31 ନମ୍ବର ଅଧ୍ୟାୟ 21 ନମ୍ବର ଶ୍ଲୋକ, 4:31-21। ନ ଭଜତି କୋ ମନୀଷିଣାଂ ସଇଜ୍ୟାଂ ହରିରଧନାତ୍ମାନଂ ପ୍ରିୟରସଜ୍ଞ ଶ୍ରୁତ ଧନ କୁଳ କର୍ମଣା ମଦୈର୍ଷ୍ୟେ ବିଦଧତି ପାପಂ କି ଅକିଞ୍ଚନ ୟସ୍ତୁ। ଶ୍ରୀ ହରି ଯେଉଁ ସାଧୁଗଣଙ୍କର ବଶ୍ୟ ଅସତ୍ ବ୍ୟକ୍ତିଙ୍କର ପୂଜା ଗ୍ରହଣ କରନ୍ତି ନାହିଁ, ଅଭକ୍ତଙ୍କର ପୂଜା ଗ୍ରହଣ କରନ୍ତି ନାହିଁ, ତାହା କହିଛନ୍ତି। ଯେଉଁ ସକଳ ଧନହୀନ ଅର୍ଥାତ୍ ଅକିଞ୍ଚନ ବ୍ୟକ୍ତିର ଭଗବାନ ହିଁ ଏକମାତ୍ର ଧନ, ଶ୍ରୀହରି ତାଦୃଶ ଭକ୍ତଗଣଙ୍କର ପ୍ରେମ ରସଜ୍ଞ, ପ୍ରେମର ସ୍ୱାସ୍ୱାଦନ କରନ୍ତି, ସୁତରାଂ ସେମାନଙ୍କୁ ପ୍ରିୟ ବୋଲି ଜ୍ଞାନ କରନ୍ତି। ଅତଏବ ଯେଉଁ ସକଳ ବ୍ୟକ୍ତି ପାଣ୍ଡିତ୍ୟ, ଧନ, ଆଭିଜାତ୍ୟ ଓ କର୍ମର ଅହଙ୍କାରରେ ମତ ହୋଇ ଅକିଞ୍ଚନ ସାଧୁ ବୈଷ୍ଣବଗଣଙ୍କୁ ନିନ୍ଦା କରନ୍ତି, ଶ୍ରୀହରି ସେହି ସକଳ କୁମନୀଷୀ ଗଣଙ୍କର ପୂଜା କେବେ ଅସ୍ୱୀକାର କରନ୍ତି ନାହିଁ ବା ସ୍ୱୀକାର କରନ୍ତି ନାହିଁ। ଅକିଞ୍ଚନ ପ୍ରାଣକୃଷ୍ଣ ସର୍ବବେଦେ ଗାଏ, ସାକ୍ଷାତ ଗୌରାଙ୍ଗ ମହାପ୍ରଭୁ ଏହି ତାହାର ଦେଖାଏ।
अकिंचन प्राण कृष्ण सर्ववेद गाए साक्षात गौरांग एहि ताहारे शिखाए। स्वयं अनंत कोटि ब्रह्मांड नायक कृष्ण आज चैतन्य महाप्रभु रूप आसी शिक्षा प्रदान करुछंती मो भक्त जे प्रकृत मोर भक्त भाव प्रेम मोर सेवा करुछंती तांका आगरे यही समान नुहंती। प्रभुजी କଥା ଶୁଭା ନାହିଁ ନା ଶୁଭାଉନି। ହଉ ଠିକ ଅଛି ଆସିଲେ ପ୍ରଭୁଜି। ସେଇ ପ୍ରେମ ଭକ୍ତି ସେଥିପାଇଁ ସରିଗଲା। ଶୁକ୍ଳାମ୍ବର ତଣ୍ଡୁଳ ଭୋଜନ କରେ ହଁ ଅକିଞ୍ଚନ ପ୍ରାଣ ଯେବେ ଅକିଞ୍ଚନ ଯେ କୃଷ୍ଣ ସେମାନଙ୍କ ପ୍ରାଣ ଧନ ସବୁ କିଛି କୃଷ୍ଣ ସେମାନଙ୍କ ଧନ ପ୍ରାଣ ସବୁ କିଛି ଅକିଞ୍ଚନ ସାକ୍ଷାତ ଗୌରାଙ୍ଗ ଏଇ ତାହାରେ ଦେଖା ଚୈତନ୍ୟ ସେଇ ଗୌରାଙ୍ଗ ମହାପ୍ରଭୁ ସ୍ୱୟଂ ଭଗବାନ କୃଷ୍ଣ ବା ଜଗନ୍ନାଥ ଇଏ ଲୀଳା ଖେଳା କରି ଆଜି ଶିକ୍ଷା ଦଉଛନ୍ତି। ଶୁକ୍ଳାମ୍ବର ତଣ୍ଡୁଳ ଭୋଜନ ଜୟ ଶୁନେ ଏଇ ଶୁକ୍ଳାମ୍ବର ବ୍ରହ୍ମଚାରୀଙ୍କ ଚାଉଳ ଖିଆ କଥା ଯିଏ ଶୁଣେ ତଣ୍ଡୁଳ ଭୋଜନ କରିବା କଥା ଯିଏ ଶୁଣେ ସେହି ପ୍ରେମ ଭକ୍ତି ପାୟ ଚୈତନ୍ୟ ଚରଣେ ସେ ନିଶ୍ଚିତ ଭାବରେ ଚୈତନ୍ୟ ମହାପ୍ରଭୁ ଚରଣରେ ଭକ୍ତି ଭାବ ପ୍ରେମ ପ୍ରାପ୍ତ ହବ। ଜଗନ୍ନାଥଙ୍କ ଚରଣରେ ଭକ୍ତି ଭାବ ପ୍ରେମକୁ ନିଶ୍ଚିତ ପ୍ରାପ୍ତ ହବ। ଇଏ ଚୈତନ୍ୟ ମହାପ୍ରଭୁଙ୍କର ଆଶୀର୍ବାଦ କୃପା। श्री कृष्ण चैतन्य नित्यानंद जान वृंदावन दास ताछो पद जोगे गान। ସେଇ ବୃନ୍ଦାବନ ଦାସ ଠାକୁର ଯେ ବେଦବ୍ୟାସ ନିତ୍ୟାନନ୍ଦ ପ୍ରଭୁ ଚୈତନ୍ୟ ମହାପ୍ରଭୁ ଭକ୍ତ ମାନଙ୍କର ତାଙ୍କ ଚରଣରେ ପ୍ରଣାମ କରି ପ୍ରାର୍ଥନା କରି ଆଜି ଏଇ ଶୁକ୍ଳାମ୍ବର ବ୍ରହ୍ମଚାରୀଙ୍କର ତଣ୍ଡୁଳ ଭୋଜନ କଥା ସମାପ୍ତ କଲେ। ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ଶ୍ରଦ୍ଧା କରି ଏହି ଲୀଳା ଶୁଣ ଭକ୍ତଗଣ ଏହାରେ ପ୍ରସାଦ ପାଇବା चैतन्य चरण सुनीले चैतन्य कथा भक्ति फल धरे जन्मे जन्मे चैतन्य संग अवतरे। जय जय श्री श्री चैतन्य भागवत में की श्री शुक्लाम्बर ब्रह्मचारी की श्रवण करथिबा समस्त भक्त वृंद की जगत गुरु शिला प्रभुपाद की गौर प्रेमानंदे गौर प्रेमानंदे गौर प्रेमानंदे।